ଉପଲକ୍ଷୀ ଆନନ୍ଦ ମନେ ମୁନି ଗଣେ ଭାବେ କହନ୍ତି ଜଣେ ଜଣେ ଋଷୟ ଉଚୁହୁ ଦେଖ ଏ ପୁରୁଷ କାମିନୀ ଅଶେଷ ଭୁବନ ପାବନି ଦେଖ ଏ ମିଥୁନ ଲକ୍ଷଣ ପ୍ରତ୍ୟକ୍ଷ ଲକ୍ଷ୍ମୀ ନାରାୟଣ ବେଣୁର ବଂଶ ଏବେ ରଖିବେ ଆନନ୍ଦେ ଭୁବନ ପାଳିବେ ଏହାକୁ ରାଜେ ରାଜା କରି ଏ ସତୀ ରାଣୀ ରୂପେ ବରି ପ୍ରଖ୍ୟାତ ଯଶ କୀର୍ତ୍ତି ଯେଣୁ ଏହାର ପୃଥୁ ନାମ ତେଣୁ ଏ ଯେ ସୁନ୍ଦରୀ ଶୁଭ ନେତ୍ରୀ ମୌକ୍ତିକ ପ୍ରାୟ ଦନ୍ତପନ୍ତି ସକଳ ଗୁଣେ ଏ ପ୍ରତ୍ୟକ୍ଷ ସଂସାରେ ନାହିଁ ନାରୀ ଲକ୍ଷ୍ୟ ରୂପେ ରୁଚିଲା ପୃଥୁ ଯେଣୁ ଏହାର ଅର୍ଚି ନାମ ତେଣୁ ଏ ରାଜା ବିଷ୍ଣୁ ଅଂଶେ ଜାତ ହୋଇଲା ଜଗତେ ବିଖ୍ୟାତ ଏ ରାଣୀ ଜାତ ରମ୍ଭା ରୂପେ ଜନ୍ମ ହୋଇଲା ଜନହିତେ ମୈତ୍ରେୟ ଉବାଚ ଏତେ ବିଚାରି ସୁଧ ମନେ ସ୍ତୁତି କରନ୍ତି ବିପ୍ରଜନେ ଗନ୍ଧର୍ବେ ଗୀତ ନାଦ করে ଦେବେ କୁସୁମ ବରସିଲେ ନୃତ୍ୟ କରନ୍ତି ଅପସରି ଆନନ୍ଦେ ବାଦ୍ୟ ନାଦ କରି ଶଙ୍ଖ ମୃଦଙ୍ଗ ତୁରୀ ନାଦେ ଦେବେ ଦୁନ୍ଦୁଭି ବିଷ୍ଣୁ ପଦେ ଦେବତା ଋଷି ପିତୃଜନେ ମିଳିଲେ ହରଷିତ ମନେ ଶଙ୍କର ପଦ୍ମଜୋନି ତୁଲେ ବେଦ ଶବଦେ ସ୍ତୁତି କଲେ ଦେଖିଲେ ବେଣୁ ପୁତ୍ର ହସ୍ତେ ବିଷ୍ଣୁର ଚିହ୍ନ ପାଦ ଗତେ ବିଷ୍ଣୁର ଅଂଶ ନିଶ୍ଚୟ ଜାଣି ବେଗେ ଆଣିଲେ ତୀର୍ଥ ପାଣି ଯେ ଅଭିଷେକ ବସ୍ତୁ ମତେ ପ୍ରଜାଏ ଆଣି ଯେଝା ମତେ ସମୁଦ୍ର ପର୍ବତ ଶରୀରେ ମହି ଧାରଣା ଯଥାଚାରେ ଗାବ ବିହଙ୍ଗ ମୃଗ ଜୁତେ ଧରଣୀ ଆଦି ପଞ୍ଚଭୂତେ ସକଳେ ନାନା ଦ୍ରବ୍ୟ ଆଣି ମୁନିଆ ନନ୍ଦେ ବେଦ ଭଣି ପୃଥୁକୁ ଅଭିଷେକ କଲେ ମଙ୍ଗଳ ବେଦ ବାକ୍ୟ ତୁଲେ ପୃଥୁକୁ କଲେ ମହାରାଜା ସୁରେ ବିରାଜେ ଅତି ତେଜା କୁବେର ଦେଖି ଶୁଦ୍ଧ ମନେ ଦେଲା ସେ ସୁବର୍ଣ୍ଣ ଆସନେ ବରୁଣ ଦେଲା ଛତ୍ର ଆଣି ପ୍ରକାଶେ ଦିବ୍ୟ ରତ୍ନ ମଣି ଯେ ଛତ୍ର ନାମ ସୁଧାଶ୍ରଭା ସଭାରେ ଦିଶେ ଶିର ପ୍ରଭା ଚାମର ସମୀରଣ ଦେଲା ଧର୍ମ ଦେବତା କୀର୍ତ୍ତି ମାଳା ଇନ୍ଦ୍ର ମୁକୁଟ ଦେଲା ଶିରେ ସମନ ଦଣ୍ଡ ଦେଲା କରେ ବେଦ କବଚ ବ୍ରହ୍ମା ଦେଲେ ଭାରତୀ ହାର ଲମ୍ବାଇଲେ ଗୋବିନ୍ଦ ଚକ୍ର ଦେଲେ କରେ କମଳ ବସେ ତାର ଉରେ ସୁବର୍ଣ୍ଣ ଦଶ ଚନ୍ଦ୍ର ଜୁତେ ରୁଦ୍ର ଖଡ଼ଗ ଦେଲେ ହସ୍ତେ ଅମ୍ବିକା ଦେଲେ ଚର୍ମାମ୍ବର ଅଙ୍କିତ ସତେ ନିଶାଚର ଅମୃତମୟ ଅଶ୍ୱାଣୀ ବିମାନ ଅର୍ଥେ ନିଶାମଣି ପୃଥୁ ସମୀପେ ଆଣି ଦେଲେ ସଙ୍ଗେ ତା ବିଶ୍ୱକର୍ମା ଥିଲେ ବିମାନ ନାନା ରତ୍ନେ ସାଜି ତହିଁ ଯୋଚିଲା ଯୁଦ୍ଧ ବାଜି ଅନଳ ଆଣି ଦେଲେ ଧନୁ ରଶ୍ମି ନାରାଚ ଦେଲେ ଭାନୁ ବେନି ପାଦୁକା ଯୋଗମୟୀ ଚରଣ ତଳେ ଦେଲା ମହି ଆକାଶ ଦେଲା ପୁଷ୍ପମାଳା ଧୂପ ନିଯୋଗ ନିଯୋଗିଲା ନୃତ୍ୟ ସୁଗୀତ ବାଦ୍ୟ ଯେତେ ତ୍ରିଦଶ ଅନ୍ତର୍ଧ୍ୟାନ ମତେ ମିଳି ସକଳ ମୁନି ଗଣେ ଆଶିଷ ଦେଲେ ଜଣେ ଜଣେ ସମୁଦ୍ର ଦେଲା ଶଙ୍ଖ କରେ ଜେନାଦ ଦଶ ଦିଗ ପୁରେ ନଦୀ ସମୁଦ୍ର ଗିରି ଯେତେ ଯେ ଯାହା ମତେ ଦ୍ରବ୍ୟ କେତେ ଅନଳ କୁଣ୍ଡୁ ଜନ୍ମ ହୋଇ ସୁତମା ଗଧ ଭାଟ ଦୁଇ ସ୍ତୁତି ନିମନ୍ତେ ଏକ ମେଳେ ପୃଥୁର ସମୀପେ ମିଳିଲେ ଆନନ୍ଦେ ତୋଳିବେନି ହସ୍ତ ସ୍ତୁତି କରନ୍ତି ଭବିଷ୍ୟତ ତାଙ୍କର ସ୍ତୁତି ଶୁଣି କର୍ଣ୍ଣେ ଅତ୍ୟନ୍ତ ମଧୁର ବଚନେ ଆନନ୍ଦେ ନିକଟେ ବସାଇ ପୃଥୁ କହି ଭାବ ବହି ପୃଥୁର୍ବାଚ ଆହେ ମା ଗଧ ସୁତ ଶୁଣ ଭବିଷ୍ୟ ସ୍ତୁତି ଯେତେ ପୁଣ
राजन धर्मर कारण एबे कहिबा सुखे पुण मोर कर्तव्य कर्म जेते तुम्हे जे कह भविष्यते से कथा सत्य मत मोर एबे विष्णु को स्तुति कर कहई विप्र जगन्नाथ भाषा प्रबंधे भागवत कहई विप्र जगन्नाथ भाषा प्रबंधे भागवत इति श्रीमद्भागवत महापुराणे पारमहंस्यां संहितायां 82 चतुर्थ स्कंदे पृथुराजा विजये नाम 17 अध्यायः अष्टादश अध्याय गोरखपुर नाम प्रेस 15 अध्याय ठीक अछि नाम 15 अध्याय वर्तमान 16 अध्याय कहंतु आ कहंतु से सुन राजन सावधाने सुतमा गध तोष मने मुनिक मते साधु बाणी ऋतु बदन चाहि बणी सुत मागधा बुचु चतुहु अमृतमय वाणी कही कहंती पृथु मुख चाहि भोनाथ तोहर महिमा के कही पारे गुण सीमा तू देव देव बीर्ज बळे शरीर बहुए शयळे तेणु शरीर तोर जात एक कथा जानती जगत तथापि तोर गुण जेते भावे कहिबु तो अग्रते तू धर्म ज्ञानी कर सार जे धर्म लोक उपकार अधर्म नासी धर्म पाळु तू धर्म परम दयाळु शरीर धरी सर्व काळे सुधर्म रखु मही तळे सकल भूते समे बसु सविता रूपे तू प्रकाशु तोर महिमा अध ऊर्ध्वे प्रकाश कले शून्य मध्ये प्राणिक मध्ये तू वरुण आरत दुख निवारण इंद्र जे सने छाड़े बारी जननी मन्ते दया करी तोहर वचन अमृत शुणी निस्तरिबे जगत तोर वचन चारुहास देखन्ते करे दुख नाश तोहर कर्म व्यक्त नुहे जाहांक माया जन मोहे ए जे गभीर माया काल तोहर श्रेष्ठ अंतराल अनंत महिमा तोहर अशेष गुणक सागर तू दुराशय दुर्भिक्षय सुदूरमय आत्ममय जंतुक अंतर बाहरे ततहु केबा अछि परे अध्यक्ष होई उदासीन शरीरे जेसने पवन अदोषी जन तू न दंडु तोर सेवक दुख खंडु अप्रतिहत चक्र तोर तेजे जेसने दिवाकर नयन आत्मा विचेष्टिते आर्तनाशन तु जगते से राजा प्रजा मनोरंजे राज्य संपद सुख भुजे सत्य संधक दृढ़ व्रत विप्र सेवक विष्णु भक्त शरण सर्व प्राणीकर दीन वत्सल मानहर पर रमणी मातृप्राये निज कामिनी निज काये राजा को पितृ प्राये चिंते विप्रंक सेवा जार नित्ये प्राणी बसई आत्मा प्राये दया बसई जार देहे सुहृदे आनंदे वर्धन विमुक्त संगे संग ध्यान असाधु गणे दंड धर स्वभावे दर मेदिनी स्तनु नाथ मही धेनुक अग्रे समसरी त्रिगुण विश्व नाथ तुही तुझे आत्मार कला बही अविद्या विरचित जेते ताहाकु निरर्थक मते भ्रमिबु रथे रज्जु धरी दिग समुद्र वनगिरी दक्षिणावर्त सन्निधाने शून्य आदित्य रथ जेने भूमि रे जेते नृप गणे
ভয়ে পশিবে ঘোর বনে মৃগ যেসনে সিংহ দেখি পলাই বিপিন উপেক্ষী করিবু অশ্ব মেধ শত ত্রিদিবে জেনে সুরনাথ স্বভাবে অন্তে গঙ্গা জଳେ সনন্ত কুমারଙ୍କ মেଳେ ভকতি କରି ବିଷ୍ଣୁ ପାଦେ ଅନ୍ତେ ବସିବୁ ନିଜ ପଦେ ତୋର ଚରିତ ଇହ ଲୋକେ ପ୍ରାଣୀ ବିସ୍ତାର କରି ମୁଖେ ଏ ପୃଥୁ ପରାକ୍ରମ ତୋର ଦେବ ମାନବେ ଅଗୋଚର ତୋର ମହିମା କର୍ଣ୍ଣେ ଶୁଣି ତରିବେ ଭବ ଜଳୁ ପ୍ରାଣୀ କହଇ ବିପ୍ର ଜଗନ୍ନାଥ ପୃଥୁ ରାଜାର ଏ ଚରିତ କହଇ ବିପ୍ର ଜଗନ୍ନାଥ ପୃଥୁ ରାଜାର ଏ ଚରିତ ଇତି ଶ୍ରୀମଦ୍ ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୟାସିକ୍ୟାଂ ଚତୁର୍ଥ ସ୍କନ୍ଧେ ପୃଥୁରାଜା ଚରିତ ସମ୍ବାଦେ नाम अष्टादशोऽध्यायः ओम सर्वे भवन्तु सुखिनः सर्वे सन्तु निरामय सर्वे भद्राणि पश्यन्तु मा कश्चित् दुःख भाग् भवेत् हरि ओम शान्ति 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 ओम नमो भगवते गुणीजन विदुषी समस्त को प्रणाम निवेदन करुची आज आवासी कार्यक्रम रे मो भली एक अकिंचन को सुजोग देथिबार करारविंदेन पदारविंदम मुखारविंदे विनिवेशयन्तम वटस्य पत्रस्य पुटे शयनम बालमुकुंदम शिरसा नमामि बालमुकुंदम शिरसा नमामि बालमुकुंदम शिरसा नमामि। जी भागवतर महानायक जहां कथा शुणी परीक्षित महाराज ब्रह्म अभिशापरु मुक्तिर वार्ता लाभ कले से परम पुरुष कृष्ण भगवान श्री चरण तले दंडवत निवेदन करुची। आज आभासी कार्यक्रम रे साहित्य बंधु परिवार जेते आपण माने गुणीजन माने अछंती विदुषी माँ माने अछंती समस्तन को मो हृदयर विनम्र दंडवत निवेदन करुची। कार्यक्रम जहाँ आपण मानकर मते प्रदान करिसंती से संपर्क रे कहिबा पूर्वरु दीपद आलोचना को जाई सेठिकी जीवा उपस्थापन करिया पई जाउची। जगन्नाथ दासंकर रचित भागवत केवल एक परम शास्त्र नुहे, यह सामाजिक सांस्कृतिक चेतनार अमलिन दीपशिखा जहाँ जुग जुग धरी मानव समाज को आलोकवर्तिका देखई आछि देखाउथिबा मध्य। भागवत को आमे जदि अध्ययन करिबा ये जो चतुर्थ स्कंदर पंचदश एवं षोडश अध्याय आपण आज आलोचना को नहीं छंती ताले यह प्रमाण करे भागवत भोगरे नुह त्यागरे एवं इंद्रिय संयम को गुरुत्व नदेले व्यक्तिगत जीवन सहित पारिवारिक जीवन कष्टदायक हुए दुखदायक हुए। क्षमता और धन जहाँ आज विषय वस्तुर मूल कथा मनुष्य को अबाट को नहीं जाए प्रमत्त करे चरम क्षमता ताकू एक अंधमुआणिया को ठेली निए जहाँ
ପରବର୍ତ୍ତୀ ପର୍ଯ୍ୟାୟରେ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରେ। ସ୍ୱାମୀ ଓ ସ୍ତ୍ରୀର ପ୍ରେମମୟ ସମ୍ପର୍କରେ ପରିବାର ହୁଏ ମଧୁମୟ, କିନ୍ତୁ ଯେଉଁଠି ପୂର୍ବାପର ଘଟଣା ନ ଜାଣି, ବଂଶ ବୁନିୟାଦୀ ବିଷୟରେ ନ ଜାଣି ଜଣେ ପୁରୁଷ ଜଣେ ନାରୀକୁ ବା ଜଣେ ନାରୀ ଜଣେ ପୁରୁଷକୁ ବିବାହ କରେ, ପରବର୍ତ୍ତୀ ପର୍ଯ୍ୟାୟରେ ସେଠି ଦୁଃଖ ଓ ସଂକଟ ଦେଖାଦିଏ, ଯାହା এই চতুর্থ স্কন্ধর পঞ্চম এবং ষোড়শ অধ্যায়ে পঞ্চদশ এবং ষোড়শ অধ্যায়ে অঙ্গরাজা এবং সুনীতাଙ୍କ କ୍ଷେତ୍ରରେ ହେଇଛି। ସୁନୀତା ହେଉଛନ୍ତି ଯମଙ୍କ କନ୍ୟା, ଯିଏକି ଅନନ୍ୟା ସୁନ୍ଦରୀ ରୂପସୀ। ତାଙ୍କ ରୂପ ଉପରେ ତାଙ୍କର ଗଭୀର ଅହଙ୍କାର, ଯୋଉଥିପାଇଁ ଯେତେ ବର ତାଙ୍କ ପିତା ଧର୍ମରାଜ ଯମ ଖୋଜିଲେ ସମସ୍ତଙ୍କୁ ସେ ପ୍ରତ୍ୟାଖ୍ୟାନ କଲେ। ତଦ୍ରୂପ ଅଙ୍ଗରାଜା ମଧ୍ୟ ସିଏ ବି କୌଣସି କନ୍ୟାକୁ ପୃଥିବୀର ସହଜରେ ବରଣ କଲେ ନାହିଁ। ଯଦିଓ ସେ ଧର୍ମଚ୍ୟୁତ ନଥିଲେ, ଯଦିଓ କୁମାର୍ଗକୁ ଗମନ କରିନଥିଲେ, ତଥାପି ତାଙ୍କ ମନରେ ଟିକେ କେଉଁଠି ନା କେଉଁଠି ରୂପର ଅହଙ୍କାର ଥିଲା। ଯାହା ହଉ ପରବର୍ତ୍ତୀ ପର୍ଯ୍ୟାୟରେ ବନ ଭ୍ରମଣ ଅବସ୍ଥାରେ ସୁନୀତାଙ୍କ ସହିତ ତାଙ୍କର ଦେଖା ହେଲା, ଗୋଟେ ଅହଙ୍କାରୀ ନାରୀ ସହିତ। ଇଏ ଯଦି ଅହଙ୍କାର ପୁରୁଷ ନଥିଲେ ତାଙ୍କର ଦେଖା ହେଲା, ପରିଚୟ ନାହିଁ, ତାଙ୍କର ଜାତି କଣ, ଜାତକ କଣ, ଯୋଗ୍ୟତା କଣ, ଗୋଟେ ରାଜାର ବଧୂ ହେବା ପାଇଁ ଉପଯୁକ୍ତ ଅଛି କି ନାହିଁ ବିଚାର ନ କରି ସେ ବଣରେ ତାଙ୍କର ପ୍ରେମ ହେଲା, ଗାନ୍ଧର୍ବ ମତରେ ବିବାହ କଲେ। ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯାହା ହେଲା ଆମେ ତାକୁ ଆଲୋଚନାକୁ ଯିବା। ତାଙ୍କରି ଠାରୁ ଜନ୍ମ ହେଲେ ବେନ ବା ବେଣୁ, ଯିଏକି ଅହଙ୍କାରୀ, ମଦମତ୍ତ, ପ୍ରଜା କଷ୍ଟଦାୟକ, ସମସ୍ତ କ୍ଷେତ୍ରରେ ଭଗବତ ଚିନ୍ତାକୁ ନିନ୍ଦା କରିବାକୁ ଲାଗିଲେ, ନିଜକୁ ଭଗବାନ ବୋଲି ଘୋଷିତ କଲେ ଏବଂ ତାଙ୍କୁ ପୂଜା କରିବା ପାଇଁ କହିଲେ ଯେ ଆମେ ଆଲୋଚନାକୁ ନେବା। ଏହାର ମୂଳ କଥା ହେଉଛି ବର୍ତ୍ତମାନ ସମାଜରେ ଆଧୁନିକତାର ଦ୍ୱାହି ଦେଇ ଆମ ପୁଅ ଝିଅ ମାନେ, ବର୍ତ୍ତମାନ ସାମ୍ପ୍ରତିକ ଯୁବଗୋଷ୍ଠୀ ମାନେ ଶାସ୍ତ୍ର ପୁରାଣ ବେଦ ବେଦାନ୍ତ, ବାପା ମାଙ୍କର ସମ୍ମାନ, ପରିବାରର ମର୍ଯ୍ୟାଦାକୁ ଲକ୍ଷ୍ୟ ନ କରି ସେ ଫେସବୁକ୍ ମାଧ୍ୟମରେ ହଉ ବା କଲେଜରେ ହଉ ବା ରାସ୍ତାଘାଟରେ ହଉ, ବସରେ ହଉ, ଫିଲ୍ମ ଷ୍ଟାଇଲରେ ଇଏ ଯୋଉ ପ୍ରେମ ନାମକ କାମସୂତ୍ରକୁ ଆପଣେଇ ନେଇ ଯାହାକୁ ଜୀବନ ସାଥୀ କରୁଛନ୍ତି, 95% ପାଖାପାଖି ବିଫଳ ହେଉଛନ୍ତି। କିଏ ଆତ୍ମହତ୍ୟା କରୁଛି, କିଏ ତ୍ୟାଗ କରୁଛି। ଆମମାନଙ୍କର ଶାସ୍ତ୍ର ଅନୁସାରେ ବିବାହ ପାଇଁ 3ଟା ଜିନିଷ ଦରକାର: ଜାତି, ଜାତକ, ଯୋଗ୍ୟତା। ଏ 3ଟା ଭିତରୁ ଗୋଟାଏ ନିହାତି ମିଳିବା ଦରକାର, କିନ୍ତୁ ଯାହା ଅଙ୍ଗରାଜା ସୁନୀତାଙ୍କ କ୍ଷେତ୍ରରେ ହେଲା ନାହିଁ, ଫଳରେ ଗୋଟାଏ ଦୁଷ୍ଟ ପିଲା ଜନ୍ମ ହେଲା। ଆଜିକାଲି ଆମେମାନେ ପିଲାମାନଙ୍କୁ ଦୋଷ ଦଉଛନ୍ତି, ଆମେ ବାପା ମା ମାନେ। ଭାଗବତ ଶିଖେଇଲା ଇଏ ଏକ ଆତ୍ମ ସମୀକ୍ଷା, 2ଟାଙ୍କ ଅଧ୍ୟାୟ ମିଶିଗଲେ ଯଦି ଜୀବ ଆତ୍ମ ସମୀକ୍ଷା କରେ ତାର କର୍ମର, ତାହେଲେ ଇଏ ଜୀବ ଉନ୍ମୁକ୍ତର ମାର୍ଗ, ଭଗବତ ଆଲୋକ ଆଡ଼କୁ ଗତି କରିବ। ଅନିଚ୍ଛନ୍ଦିଚ୍ଛୁ ମନ ତାର ପ୍ରଭୁ ଚେତନାରେ ଉଦ୍ବୁଦ୍ଧ ହେବ, କିନ୍ତୁ ତାହା ହେଇପାରୁନାହିଁ। ଅହଙ୍କାର, ଏଠି ଗୋଟେ ବାୟା ବା କଥା ଲେଖିଛନ୍ତି, ଅଦୃଷ୍ଟକୁ ନେଇ ଏ ଜୀବ ଆତ ଜାତ ହୁଇ, ଅଦୃଷ୍ଟ ନଥିଲେ ଜୀବର ହୁଏ ଉଦ୍ଭବ କାହିଁ। ତେଣୁ ଅଦୃଷ୍ଟକୁ ନେଇକି ଜୀବ ସୁଖ ଦୁଃଖ ଭୋଗ କରେ। ଅଦୃଷ୍ଟ ଯଦି ନାହିଁ, ତାହେଲେ ଜୀବ କେବେ ହେଲେ ଧରାପୃଷ୍ଠକୁ ଆସିବନି। ପ୍ରତ୍ୟେକ ଜୀବର ଅଦୃଷ୍ଟ ଅଛି ବା ତାକୁ ପ୍ରାରବ୍ଧ କୁହାଯାଇପାରେ। ତେଣୁ ପରୀକ୍ଷିତ ମହାରାଜ ପଚାରୁଛନ୍ତି ଶୁକ ମୁନିଙ୍କୁ ଏଇ ପଞ୍ଚଦଶ ଏବଂ ଷୋଡଶ ଅଧ୍ୟାୟରେ ଯୋଉ କଥା ଧ୍ରୁବ ଚରିତ ଶୁଣି ସାରିଲା ପରେ, ସଜନ ଆପଣମାନେ ଯେତେ ଜ୍ଞାନୀ ଗୁଣୀ ବସିଛନ୍ତି, ବିବେକୀ ବସିଛନ୍ତି, ଦେଖନ୍ତୁ
ଅହଙ୍କାର କଣ କରିପାରେ, ସେ ନାରୀ ହଉ ପୁରୁଷ ହଉ, ଏଇ ଦୁଇଟି ଅଧ୍ୟାୟର ମୂଳ କଥା ହଉଛି ଅହଙ୍କାର। ତେଣୁ ସେଇ କଥାକୁ ବାଇବା ବା କହିଲେ ମଣିଷ ଯେତେବେଳେ ଅହଙ୍କାରୀ ହେଇଯାଏ, ତା ଭିତରେ ପଶୁତ୍ୱ ବିକାଶ କରେ, ଦେବତ୍ୱ ବିନାଶ ହେଇଯାଏ ବା ଲୁଚିଯାଏ, ସୁପ୍ତ ହେଇଯାଏ, ସେତେବେଳେ ସେ ବାରମ୍ବାର ଭୁଲ କରେ, କ୍ଷତାକ୍ତ ହୁଏ, ରକ୍ତାକ୍ତ ହୁଏ, କିନ୍ତୁ ଅଭିନୟ କରେ ମୁଁ ଭଲରେ ଅଛି। ତେଣୁ ସେ ଗୋଟେ କଥା କହିଲେ, ଅହଙ୍କାରେ ହୋଇ ଉନ୍ମତ୍ତ ଈଶ ତତ୍ତ୍ୱ ଭୁଲିଲୁ, ମୁଁ ଶ୍ରେଷ୍ଠ ପୁରୁଷ ଭାବି ତୁ ଆନେ ହୀନ ମଣିଲୁ। ତେଣୁ ଆଜି ଆମେ ପ୍ରତ୍ୟେକ ମଣିଷ କୋଉଠି ନା କୋଉଠି କେଉଁ ଦିଗରେ, ଧନରେ ହଉ, ଯୌବନରେ ହଉ, ରୂପରେ ହଉ, ଜ୍ଞାନରେ ହଉ, ପ୍ରତିପତ୍ତି କ୍ଷମତାରେ ହଉ, ବା ଯୋଉ କ୍ଷେତ୍ରରେ ହଉ, ପାଠରେ ହଉ, ଜ୍ଞାନ ବିଜ୍ଞାନରେ ହଉ, ଆମ ଭିତରେ ଯଦି ଅହନ୍ତର ପରିପ୍ରକାଶ ହେଲା, ସେ ବିଦ୍ୟା ଥାଇକି ଯା, ନଥାଇକି ସେୟା। ତେଣୁ ଏମିତି ଏକ ସମୟରେ ଆମେ ଜାଣିଛନ୍ତି, ଧ୍ରୁବଙ୍କ କଥା ଆପଣ ଆଲୋଚନା କରିସାରିଛନ୍ତି, ସିଆଡ଼କୁ ଆଉ ଯିବିନି। ଉତ୍ତାନପାଦ କଥାକୁ ଯଦି ଜାଣିବା, ଆମେ ସମସ୍ତେ ମଣିଷ ଜଣେ ଜଣେ ଉତ୍ତାନପାଦ, ସେଠୁ ଟିକେ ବ୍ୟାକୃସାର ଯାଉଛି। ତେଣୁ ଉତ୍ତାନପାଦ ଅର୍ଥାତ୍ ଆମେ ମାତୃର ମାର ଭଗଦ୍ୱାର ଦେଇ ଆସିଲା ବେଳେ ଆମ ମୁଣ୍ଡ ପ୍ରଥମେ ଆସେ, ଗୋଡ଼ ପରେ ଆସେ, କିନ୍ତୁ ଗୋଡ଼ ଠିଆ ହୁଏ, ମୁଣ୍ଡ ଉପରକୁ ଯାଏ। ଏଥିପାଇଁ ଓଲଟ ବୃକ୍ଷ କୁହାଯାଏ ବା ଉତ୍ତାନ ପାଦ ବୋଲି ମଧ୍ୟ କୁହାଯାଏ। ତେଣୁ ଆମେ ସମସ୍ତେ ଜଣେ ଜଣେ ଉତ୍ତାନ ପାଦ। ଆମ ଭିତରେ ଦୁଇଟି କଥା ଲୁପ୍ତ ଅଛି। ଉତ୍ତାନ ପାଦ ପ୍ରଥମେ ସୁନୀତି କି ବାହାରେ, ଯିଏ ନୀତିଯୁକ୍ତ, ଯାହାଙ୍କ ଠାରୁ ଧ୍ରୁବ କେବଳ ଜନ୍ମ ହୋଇପାରେ। ପରେ ବିବାହ କଲେ ସୁରୁଚିଙ୍କୁ, ଯିଏ କେବଳ ରୁଚି ରଖନ୍ତି ଖାଇବା, ଭଲ ପିନ୍ଧିବା, ଭଲ ନାଇବା, ଭଲ ଘର, ବସ୍ତୁ ଉପରେ, ବାସ୍ତବତା ସହିତ ନୁହଁ। ତେଣୁ ରୁଚି ରଖୁଥିବା ମଣିଷ ପରବର୍ତ୍ତୀ ପର୍ଯ୍ୟାୟରେ କେବଳ ରୁଚିକୁ ଭଲ ପାଇଲେ, ନୀତିକି ଛାଡ଼ିଦେଲେ ଦୁଃଖ ଭୋଗିବା ଶ୍ରେୟ। ଯାହା ଉତ୍ତାନପାଦଙ୍କ କ୍ଷେତ୍ରରେ ହେଲା, ନିଜର ପୁଅ ଧ୍ରୁବକୁ, ଧ୍ରୁବ ଯାହା ସତ୍ୟ, ଯାହା ଚିରନ୍ତନ, ଯାହା ପ୍ରଭୁଙ୍କର ଅନ୍ୱେଷଣରେ ନିଜକୁ ଉତ୍ସର୍ଗ କରିଦିଏ, ସେଇ ଧ୍ରୁବ ବାପାଙ୍କ କୋଳରେ ବସି ପାରିଲେନି, ନିଜର ମାର ସୁରୁଚିର ଚକ୍ରାନ୍ତରେ ଉତ୍ତମ ବସିଲା। ପୁଅ ନା ଉତ୍ତମ, କିନ୍ତୁ ତାହାର ବିପରୀତ କର୍ମ, ଶିକାର କରିବା, ଅନ୍ୟକୁ ମାରିବା, ଅନ୍ୟକୁ ଦୁଃଖ ଦେବା। ତେବେ ସେ ଯାହା ହଉ, ମାଙ୍କର ନିର୍ଦ୍ଦେଶରେ ପ୍ରଭୁଙ୍କୁ ଖୋଜିଲେ। ଆପଣ କଥା ଜାଣିଛନ୍ତି, ପ୍ରଭୁଙ୍କୁ ପ୍ରାପ୍ତ ହେଲେ 6 ମାସରେ, ଯାହା ତାଙ୍କ ପ୍ରାରବ୍ଧ ଥିଲା, ଏବଂ ଭଗବତ ଆଶୀର୍ବାଦରେ ସେ ଧ୍ରୁବ ପଦ ଲାଭ କଲେ ସପରିବାର। ଯାହାକୁ ଆପଣଙ୍କର ଭାଗବତ କହିଲେ, ଏଉଠୁ ଆମେ କଥା ଆଡ଼କୁ ଯିବା, ଏହା ଆମକୁ ସୂଚାଏ ରୁଚି ସାମୟିକ ଆନନ୍ଦ ଦାନ କରେ, ପରବର୍ତ୍ତୀ ପର୍ଯ୍ୟାୟରେ ତାହା ରୋଗ ସୃଷ୍ଟି କରେ, ନଚେତ୍ ଅଶାନ୍ତି ସୃଷ୍ଟି କରେ। କିନ୍ତୁ ନୀତି, ସୁନୀତି ମଣିଷକୁ ପ୍ରଥମେ ଟିକେ କଷ୍ଟ ଲାଗିପାରେ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ତାହା ଆନନ୍ଦଦାୟକ ହୁଏ ଏବଂ ମହାନନ୍ଦ ଆଡ଼କୁ ଅଗ୍ରସର କରାଏ। ତେଣୁ ଭାଗବତ କହୁଛନ୍ତି, ଧ୍ରୁବ ଯେ ଜନନୀ ସಮೇତେ ନିଶ୍ଚିନ୍ତ କଳ୍ପ ପରିଜନ୍ତେ, ବସିଲା ଯାଇ ଧ୍ରୁବ ପଦେ ଜ୍ୟୋତିଷ ଗଣ ଚକ୍ର ମଧ୍ୟେ। ତେଣୁ ଧ୍ରୁବ ଯେତେବେଳେ ପ୍ରସ୍ଥାନ କଲେ, ଧ୍ରୁବଙ୍କ ଅନ୍ତେ ତାଙ୍କ ପୁଅ ଉତ୍କଳକୁ ରାଜା କରି ଦିଆଗଲା। ଧ୍ରୁବଙ୍କ ପୁଅ ଉତ୍କଳଙ୍କୁ ରାଜା କରିଦେଲେ, ଯିଏକି ପିତାଙ୍କ ପରି ସିଏ ବି ଥିଲେ ବିଷ୍ଣୁ ଅନୁରକ୍ତ, ପ୍ରଜା ବତ୍ସଳ ଏବଂ ଏ ମାୟା ସଂସାର ପ୍ରତି ସବୁବେଳେ ବୀତସ୍ପୃହ। ବର୍ତ୍ତମାନ ସମାଜରେ ଆମେ ସମସ୍ତେ ସଂସାର ଭିତରେ ଅଛନ୍ତି,
अत्यधिक संसारी हो जाउथिबारु संसार माया जड़ित हो जाउथिबारु आमे केही ना केही मर्मे मर्मे अशांतिर दावानल रे जळुछन सी सामाजिक अवस्था हो पारिवारिक अवस्था हो कर्मक्षेत्र अवस्था हो बा राजनैतिक अवस्था हो बा आध्यात्मिक अवस्था हो प्रत्येक क्षेत्र में एवं देखा गोटे छलनार माने सुंदर रंग वर्ण आभा तेणु सजन दिव्यात्मन आपण मैंने चिंता करंतु मुझे गोटे कथा रखी जहाँ मत मु आलोचना पर आपण मान सहित मत आपण मैंने मतामत देवे अनुरोध करुच्ची जे आम जो पारिवारिक जीवन आम मानकर सତରେ कौन सार घर कार अच्छी आज्ञा आम मानकर घर अच्छी इटा पत्थर जोड़ी देले सीमेंट रंग मारी देले टाइल पकईले सी खरा वर्षा शीत काकर रक्षा करने एक जगह ही पारे स्थान ही पारे किंतु घर स्त्री मोर देखिलानी वर्तमान सीरियल पुओ मोर मोबाइल नहीं कि गाड़ी नहीं कि छकरे सांग मान संगे गपुची झील मोर ट्यूशन को पलि गला एक्स्ट्रा क्लास कौन होउची मु आज आपण मान सहित कथा होउची आमे आलोचना कर भगवत चिंता हुए तो मु छकरे चा पीला बेले राजनीति कौन करुची तेणु देखिए ये जो कथा तेणु आज भागवत जहाँ परिवार को सजाड़े ताहा एपर्यंत आम पाखक आसी पारु नाही आमे तादरे मनोनिवेश करि पारना तेणु राजकार्य प्रति उत्कल थिले बीतस्पृह भगवत चिंता चेतना रे सब बेले सी रोते तेणु तांकर अवस्था देखि कारी किछि कहलेनी लोक माने प्रजा माने मंत्री माने तांको कहले एटा घुंगा ये हुंडाटा किछि जानी नहीं तेणु अभिज्ञ मंत्री माने तांकर सान भाई बत्सर को राजा करिले एवं गोटे झियो जहाँ ना सोवीर्ती तांकर सहित तांकर विवाह है तांकर हेले 6 पुओ तेणु ये जो उत्तम को कथा जहाँ भागवत रे कहा जाइछि से जे सो भावे आत्मज्ञानी समद रसी बुद्धि घेनी देखई सर्वभूते हरि स्थावर जंगमादि करी हेमंत पदबोधर से गुण प्रवाहे से नमी से तेणु ये जो संसार बंधन भितर से बांधी हेले नहीं सकल घटे नारायण यही भाव को अनुभव कले एवं समस्त को नारायण रूप में ज्ञान करी दोषी जा निर्दोष सैया सब नीरवता अवलंबन करी ब्रह्मलीन हवा को लगे तेणु तांको किए ग्रहण करिवो तेणु मंत्री मात्य माने मिली राज्यर क्षणे नित्ये भाली तेणु समस्ते अमात्य मंत्री ये समस्ते चिंता कले ये रजा हेले राज्य रहिबो नहीं प्रजा सुख रहिबो नहीं शत्रु आक्रमण करिवे चोर लंपट कपटी माने व्यापक भाव में हेबे तेणु ये मुनि ऋषि माने चिंता कले सेतबेले राजा मान को मार्गदर्शन करौथुले आम आर्यावर्त आर्यभूमि भारतवर्षर मुनि ऋषि माने राजा माने तांको सेमानकर परामर्श नौथुले विपद रे पड़ंतु संपद रे थांतु तेणु सेतबेले सेमानकर भूमिका अत्यंत गुरुत्वपूर्ण थिला तेणु बत्सर ता अनुज नाम सुंदर सर्वगुण धाम तेणु बत्सर को राजा करैले एवं से स्ववृत्ति एवं बत्सरंकर 6 पुआ हेले पुष्पार्ण तिग्मकेतु ईर्ष ऊर्ज बसु जय बत्सरंक परे राजा हेले पुष्पार्ण पुष्पारणकर 2 राणी जड़े प्रभा आ जड़े हूँ दोषा
ପ୍ରଭାଙ୍କ ଗର୍ଭରୁ ଜାତ ହେଲେ 3 ପୁଅ ପ୍ରାତଃକାଳ ମଧ୍ୟାହ୍ନ ଏବଂ ସାୟଂକାଳ। ଇଏ ଦୋଷାଙ୍କର ବି 3 ପୁଅ ହେଲା, ପ୍ରଦୋଷ, ନିଶିଥ, ବିଉଷ୍ଟ। ତେଣୁ ପୁଷ୍ପାନ୍ନଙ୍କ ପରେ ରାଜା ହେଲେ ବିଷ୍ଟ। ତାଙ୍କର ଗୋଟିଏ ପୁଅ ଥିଲା ଯାହାଙ୍କ ନାଁ ସର୍ବତେଜ। ସର୍ବତେଜଙ୍କ ସ୍ତ୍ରୀ ଆକୃତି ଯାହାଙ୍କ ଠାରୁ ଜନ୍ମ ଲାଭ କଲେ ଚକ୍ଷୁ ନାମକ ମନସ୍ପୁତ୍ର। ସେ ମନୁଙ୍କ ବିବାହ ହେଲା ନମ୍ବଳାଙ୍କ ସହିତ। ଏହାଙ୍କ ଗର୍ଭରୁ ଜାତ ହେଲେ 12ଟି ପୁଅ। ଏ 12ଟି ପୁଅ ହେଲେ ପୁରୁ, କୁଶ, ଚିତ୍ର, ଦ୍ୟୁମ୍ନ, ସତ୍ୟବାନ, ଋତୁ, ବ୍ରତ, ଅଗ୍ନିଷ୍ଟୋମ, ଅତିରାତ୍ର, ପ୍ରଦ୍ୟୁମ୍ନ, ଶିବି ଓ ଉଲ୍ଲୁକ। ଉଲ୍ଲୁକଙ୍କ ଔରସରୁ ତାଙ୍କ ସ୍ତ୍ରୀ ପୁଷ୍କରିଣୀ ଗର୍ଭରୁ ଉତ୍ପନ୍ନ ହେଲେ ଅଙ୍ଗ, ସୁମନସ, ଖ୍ୟାତି, କ୍ରତୁ, ଅଙ୍ଗିରସ, ଗୟ ଏପରି 6 ପୁତ୍ର। ତେଣୁ ଦିବ୍ୟାତ୍ମନଗଣ ଏଇ ଅଙ୍ଗ ହେଲେ ପରବର୍ତ୍ତୀ ସମୟରେ ରାଜା। ତେଣୁ ଏ ଅଙ୍ଗ ଯେତେବେଳେ ରାଜା ହେଲେ, ଏଇ ଅଙ୍ଗ ବିବାହ କଲେ ଯମଙ୍କ କନ୍ୟା ସୁନିତାକୁ ବଣରେ ବିଚରଣ କରୁ କରୁ, ଯାହାକୁ ଭାଗବତ ଲେଖିଲେ ଅଙ୍ଗ ସୁମନ ସ୍ୱାତି 3 କ୍ରତୁ ଅଙ୍ଗିରା ଚୟ ଘେନି ସୁନିତା ଯମର ଦୁହିତା ଅଙ୍ଗିରା ପତ୍ନୀ ଗୁଣବତା। ତେଣୁ ସୁନିତାଙ୍କୁ ସିଏ ବିବାହ କଲେ। ତେଣୁ ଏଇ ଯୋଉ ସୁନିତାଙ୍କୁ ବିବାହ କଲେ, ତାଙ୍କର ସବୁବେଳେ ଅଶ୍ୱମେଧ ଯଜ୍ଞ କରନ୍ତି। ପ୍ରଜାର ମଙ୍ଗଳ ପାଇଁ, ଦେଶ ଓ ଜାତିର ମଙ୍ଗଳ ପାଇଁ ଏଇ ଯଜ୍ଞ କରାଯାଏ। ତେଣୁ ବ୍ରାହ୍ମଣ ପୂଜା ରକ୍ଷା କରି ସେ ସର୍ବ ଧର୍ମେ ଅଧିକାରୀ, ଯେ ଅଂଶେ ସାଧୁଶୀଳ ବୁଦ୍ଧି ସର୍ବର ଲକ୍ଷଣ ଶ୍ରେଷ୍ଠ ନିଧି। ତେଣୁ ସବୁ ଅଂଶରେ ସାଧୁ ଅଙ୍ଗ ସୁନିତାକୁ ସିନା ବିବାହ କରିଗଲେ ବଣରେ, କିନ୍ତୁ ଯୋଉ ଧ୍ରୁବଙ୍କର ସିଏ ବଂଶଧର, ସେ ହିସାବରେ ପ୍ରଭୁ ଅନୁରକ୍ତ ଥିଲେ। ତେଣୁ ଅଙ୍ଗ ଯେ ଅଶ୍ୱମେଧ କଲା ଉତ୍ତମ ଋଷିଙ୍କୁ ଡାକିଲା, ସକଳେ ମିଳି ବେଦନା ଦେ ଅନଳ ପୂଜିଲେ ସମିଧେ। ଯଜ୍ଞ କୁଣ୍ଡକୁ ବିପ୍ରେ ଚାହିଁ ଦେଖିଲେ ଦେବଗଣେ ନାହିଁ। ଏକ ଯଜ୍ଞ କଲେ, ଅଶ୍ୱମେଧ ଯଜ୍ଞ। ରାଜାମାନେ ତତ୍କାଳ ସମୟରେ ଅଶ୍ୱମେଧ ଯଜ୍ଞ କରୁଥିଲେ। ଏ ଅଶ୍ୱମେଧ ଯଜ୍ଞ କଣ ଆଜ୍ଞା? ନା ଅଶ୍ୱକୁ ଛାଡି ଦିଆଯାଏ। ତାକୁ ଯଦି ବାଟରେ କେହି ପ୍ରତିରୋଧ ନ କରେ, ଅଶ୍ୱ ଫେରିଆସେ, ସେ ଅଶ୍ୱକୁ ଯଜ୍ଞରେ ବଳି ଦିଆଯାଏ। ଅଶ୍ୱ ହଉଛି କାମନାର ପ୍ରତୀକ। ତେଣୁ କାମନାକୁ ବଳି ଦିଆଯାଏ। ତାତ୍ତ୍ୱିକ ଭାବରେ ଆମେ ବିଶ୍ଳେଷଣ କଲେ ଏ ଅଶ୍ୱମେଧ ଯଜ୍ଞରେ ହିଁ କାମ ପ୍ରବୃତ୍ତି ଗୁଡ଼ିକୁ ବଳି ଦିଆଯାଏ। ଯଦି କେହି ଅଶ୍ୱକୁ ବାଧା ଦେଲା, ଅଟକେଇଲା ସେ କାମ ଶକ୍ତିକୁ, ତାହେଲେ ସେଇ ସମୟରେ ତାର ସୈନ୍ୟ ସାମନ୍ତ ରକ୍ଷାକାରୀ ମାନେ ଯୁଦ୍ଧ କରନ୍ତି, ଅଶ୍ୱକୁ ହେଣିକି ଆସନ୍ତି। ତେଣୁ ଇନ୍ଦ୍ରାଦି 10 ଦିଗ ପାଳେ ଯଜ୍ଞରେ କେହି ନ ମିଳିଲେ। ଆଜ୍ଞା, ଯଜ୍ଞକୁ କୌଣସି ଦେବତା ଆଇଲେ ନାହିଁ। ଯଦିଓ ମୁନି ଋଷି ମାନେ ଯଜ୍ଞ କରୁଥିଲେ, ଆହୁତି ଠିକରେ ଦଉଥିଲେ, ମନ୍ତ୍ର ଠିକରେ ପଢୁଥିଲେ, ଯଜ୍ଞ ବେଦ ଶାସ୍ତ୍ର ଅନୁସାରେ କୁଣ୍ଡ ତିଆରି କରାଯାଇଥିଲା, ସମସ୍ତ କଥା ଠିକ ଥିଲା, ତାହେଲେ ଆଇଲା ନାହିଁ। କୌଣସି ଦେବତା ଆସିଲେ ନାହିଁ, ଦୃଶ୍ୟ ହେଲେ ନାହିଁ, ଯଜ୍ଞ ହବି ଗ୍ରହଣ କଲେ ନାହିଁ। ରାଜା ଆଶ୍ଚର୍ଯ୍ୟ ହେଲେ, ହାତ ଯୋଡି ପଚାରିଲେ। ଋଷିମାନେ କହିଲେ, ବୋଇଲେ ରାଜା ମୁଖ ଚାହିଁ ଏ ଯଜ୍ଞ କରୁ କାହିଁ ପାଇଁ, ପବିତ୍ର ବସ୍ତୁ ଶୁଦ୍ଧ କରି ଅନେକ ନିଗମ ଉଚ୍ଚାରି। ବେଦ ଶାସ୍ତ୍ର ପଢୁଛୁ, ବେଦ ଶ୍ଲୋକ ପଢୁଛୁ, ଠିକ ଶୁଦ୍ଧ ଭାବରେ କରୁଛୁ, ତାହେଲେ କାହିଁକି ଏ ଯଜ୍ଞର ଫଳ ହଉନାହିଁ? ମନ୍ତ୍ର ଚାରି ଆମ୍ଭ ତୁଣ୍ଡେ ଆହୁତି ଦେଲୁ ଯଜ୍ଞ କୁଣ୍ଡେ, ଦେବେ ନଇଲେ କେଉଁ ଭାବେ ତାର ପ୍ରସ୍ତାବ କହ ଏବେ। କାହିଁକି ଦେବତା ମାନେ ଆସୁନାହାନ୍ତି? ଯଜ୍ଞରେ ଆମେ ଆହୁତି ଭୁଲ କରୁନାହୁଁ,
आमे आहुति भूल करूनाहु आमे मंत्र भूल करूनाहु आमे यज्ञर मंडप यज्ञर जहा द्रव्य आवश्यक समस्त निर्धारित शास्त्र मते करूछु तेणु सकल कर्म साक्षी देवे किंपा नइले यज्ञ भागे तेणु एठी अंगराजा हाथ जोड़ी देले मुनुऋषिंकर पाद तले पड़ी गले कहले कि मंद कर्म मोर अछि भो विप्र कह धर्म लेखी मु की मंद कर्म करिछि की पाप करिछि की अन्याय करिछि मते एथि पई आपण मोर यज्ञ हवि को देवता माने ग्रहण करबा को आसुना देवे नइले यज्ञ भागे कारण कुह मोर आगे हेमंत राजा मुख शुणी स्वधमे विप्रगण भणी ब्राह्मण माने कहले सुन राजा तमर जेहेतु पुत्र नाही आमे जति देखुचु तमर प्रारब्ध पाप भी तुमे करिना पूर्व अर्जित कर्म फले संतान नाही तुम्भ हेळे केवल गोटे कथा पूर्वरे तुम्हें जो प्रारब्ध कर्म करिच सेति पई तमर पुओ नाही अपुत्र दोषे देवगणे नइले यज्ञ निमंत्रणे अपुत्रिक दोषरु देवता माने यज्ञ को आसुनांती भाग नौनांती हविरी भाग आहुति ग्रहण करुनांती पूजा को ग्रहण करुनांती तेणु हे सजन दिव्यात्मन तेणु राजा जेतबेले पाद तले पड़ीगले कहले तुम्हें पुत्रेष्टि यज्ञ कर तक्षणे तेणु राजा पुत्रेष्टि यज्ञ आरंभ कले पुनर्बार ए यज्ञ को विरति देई पुत्रेष्टि यज्ञ आरंभ हला तेणु राजा व्रताचरण कले पुणी यज्ञ आरंभ हला जहाकू पंचदश अध्याय जगन्नाथ दास लिखुचंती एमंते ऋषि वाक्य शुणी से अंग राजा मने गुणी यज्ञ यज्ञ पुरुष तुंडे आहुति देले होम कुंडे आहुति जेतबेले दिया गला तक्षणे होम कुंडु जात पुरुषे होइला संभूत हृदय लंबई हेमहार कटिरे सोए पीताम्बर सुवर्ण पात्र करे धरी पुरे अमृतमय खीरी जने पुरुष बाहरिले सुवर्ण रंगर चेहरा कटिरे पीतवसन शंख चक्र धरिचंती प्रभु किंतु गोटे सुवर्ण भांडरे अमृत खीरी आनिचंती ऋषि मान को देले ताहा पान कर एवं राजा को प्रदान कर राजा ताको आघ्राण करंतु तांको पत्नी सुनीता ये खीरी की खाइले तांकर पुत्र जात हब से विप्रंक वाक्य खीरी पात्र घेनिन पुरुष अद्भुत विप्रंकु पूजी यज्ञ वाक्ये बर कल पिले यथा जुक्ते तेणु जेते बेले पुरुष बाहरिले खीरी पात्र बढ़ई देले एई खीरी पात्र रे गला बेले कही दे गले श्रद्धारे भक्ति रे ये खीरी पात्र को जहा मुनि ऋषि माने पान कले आको उचिष्ट कहबनी प्रसाद कहब राजा तुम्हें केवल आग्रहण करिवो तुम पति श्रद्धारे भक्ति रे प्रभु को स्मरण कर ये खीरी खाइबे ताले उत्तम पुत्र हब अस्तु हो इव वांछा फल मोब शेष जे निर्माल्य तेणु मु ए खीरी की देखी मु ए खीरी की ग्रहण करिछि प्रसाद रूपे मुनि ऋषि माने खाइबे मोर अवशिष्ट जहा रहिला ता निर्माल्य सदृश तमे राजा आकु निय भक्षण कर सजन दिव्यात्मन राजा पत्नी को नहीं देले एठी आज्ञा कथा मु आपण मन आरंभ रु कहिछि सुनीता जमंकर कन्या बोली एवं सुंदरी बोली से आत्म अभिमानी रूप अहंकारी
विवाह तो कर सारे फेरी पारे ना तेणु जिते राजा बढ़ई देले क्षीरी पात्र से ताकू श्रद्धा पूर्वक भक्ति पूर्वक अनुनय पूर्वक ग्रहण कले नहीं से क्षीरी की जिते खाइले गर्भवती हेले एवं परवर्ती पर्याय जो पुओ को जन्म देले से पुओ हेला महादुष्ट जहाँ को भागवत कहले विप्रंक वाक्य क्षीरी पात्र करे घे नीले नृपनाथ आघ्राण करी नासा द्वारे देले जे निज पत्नी करे से पुंस बन क्षीरी आनी रही भुंजिला ता घरणी अपेक्षा कले उचिष्ट बोली मनरे भाविले अहंकार कौन करिपारे मार भावना ही गर्भ उपरे प्रभाव पकाए आपण माने जानी थिबे प्रहलाद जतले मां को गर्भरे थिला तांको मां हिरण्यकश्यपंकर पुओ मातृगर्भरे जतले थिले सेतेबेले महर्षि नारद 3 मास होता बेले विष्णु निर्देश रे तांको ओम नमो भगवते वासुदेवा प्रतिदिन भागवत शुणिले तेणु माँ कयादु भागवत शुणिले आमर विज्ञान कहला प्रत्येक क्रियार समान एवं विपरीत प्रतिक्रिया अच्छी जदि यहाँ न्यूटन का लॉ ठीक ताले माँ जिते आनंद है पेट भितर पुआ भी आनंद है छोट पिला भी आनंद है कर जोड़ी भगवत दर्शन न पाइले भगवत शब्द ब्रह्म शब्द ता देहरे वज्र करदेला जहाँ को जन्म पर मारी पारे नहीं त्रिपुर विजय हिरण्यकश्यप आपण गप सी गला तेणु मार भूमिका हूँ पिला जन्म करिवारे भगवत चिंतन करिवो आनंद हब परिवार रे सासु ससुर स्वामी एमान को जो माने परिवार रे अछंती गभीर भाव में भल पाइब श्रद्धा करिवो प्रेम करिवो जहाँ भागवत कहले भल पिला काई कहूना सासु ससुर सेवा बिना न मिले सुपुत्र सुकन्या स्वामी सेवा जे न करई कोले सुपुत्र धरे कहीं आगे मुझे मन पकई देवी अभिमन्यु मले कहीं मले माँ दाई जदि चक्रव्यूह कौन शुणिबार बेल नथिला अलस लगुला देह ताले स्वामी की पचारे चक्रव्यूह कौन मत कह प्रवेश कथा कहले प्रस्थान बेलू शोले तेणु अभिमन्यु प्रवेश कला प्रस्थान कर पारानी मला आर कारण माँ तेणु आज यही क्षेत्र में आम देखा माँ भूमिका माँ को अधिक क्षमता दि जाए सृष्टि रे माँ ही परिवार को सजाड़ी पारे परिवार को उजाड़ी पारे माँ जो जन्मदेव पिला संस्कृति परंपरा संपन्न न भावना ठीक न पिला ठीक हेबने बोली चतुर्थ स्कंदर यही 15 और 16 अध्याय को प्रमाण कर देखदेले स्वभावे होई अधार्मिक क्षत्रिय भावे अविवेक दिन को दिन से बढ़िला मातार टिके ए धाड़ीटा को आज्ञा लक्ष्य करिवे मातार अंश न छाड़िला आज्ञा मातार अंश मातार जो गुण अहंकार गुण जो प्रभु गुरु गुरुजन को हे ज्ञान गुण आपको छाड़िला नहीं जो स्वभावे होई अधार्मिक क्षत्रिय भावे अविवेक निरते धनुषर धरी बने मृगया नित्य करी तेणु अंग जिते देखिले प्रजा मान को पीड़न देला प्रजा छोट छोट पिला मान को टेकिके कचाड़ी देला माइला अधर्म कला ब्राह्मण गुरु गुरुजन कहारी की मानिला नहीं बापा एबे चिंता कले मु कौन कली विवाह क्षेत्र में जो 3टा कथा दरकार जाति जातक योग्यता ये 3टा को मु देखिली नहीं रूपरे मोह हई तार प्रारब्ध कौन तार पूर्व अवस्था कौन तार परिवार रो कौन किछि न बुझी विवाह कली रूप को देखी आज यही भली गोटे पुओ जन्म है जहाँ प्रजा मान को कष्ट दौची तेणु रात्रि निस्तब्ध प्रहर रे दिने अंग राजउवास छाड़िले जंत्रणा रे ग्लानि रे आखिर धार धार लुह बही जाउथला से दिन से मुहूर्त को मन पकाउथिले
ଏକ ବାସନ୍ତୀର ଗୋଧୂଳି ଲଗ୍ନରେ ଯେତେବେଳେ ଦେଖା ହେଇଥିଲା ତାଙ୍କର ସୁନିତାଙ୍କ ସହିତ ଚକ୍ଷୁ ସହିତ ଚକ୍ଷୁ ମେଳ ହେଲା ଏବଂ ସେ ତାକୁ ଗ୍ରହଣ କରିନେଲେ, କିଛି ବିଚାର କଲେ ନାହିଁ। ଆଜି ଆଖିରୁ ଲୁହ ବହୁଛି, କଣ ହେଇଗଲା? ତେଣୁ ଅଙ୍ଗ ଯେତେବେଳେ ପ୍ରସ୍ଥାନ କରିଗଲେ, ରାଜା କିଏ ହବ? ରାଜା କିଏ ହବ? ରଜନୀ ଅଧେ ନୃପବର ମନ୍ଦିରୁ ହୋଇଲେ ବାହାର। ଏମିତି ଗଲେ ଯେ ଗଲେ, ପାତ୍ର ମନ୍ତ୍ରୀ ପାରିଷଦ ସେନାପତି ସୈନ୍ୟ ସମସ୍ତେ ଖୋଜିଲେ, ଋଷିମୁନି ମାନେ ଖୋଜିଲେ, କିନ୍ତୁ ତାଙ୍କୁ ପାଇଲେନି। ତେଣୁ ପାତ୍ର ମନ୍ତ୍ରୀ ସମସ୍ତେ ଚିନ୍ତା କଲେ। ତାହାର ପାତ୍ର ମନ୍ତ୍ରୀ ଗଣେ ଅନେକ ଖୋଜି ଘୋର ବନେ, ପାଇଲେ ନାହିଁ। ରାଜାଙ୍କୁ ଯେତେବେଳେ ନ ପାଇଲେ, ବିଦୁର କହୁଛନ୍ତି, ହେ ମୈତ୍ରେୟ, ଇଏ ବେନର ଉପଦ୍ରବ ଦିନକୁ ଦିନ ଏମିତି ବଢିଲା, ଇଏ କ୍ଷୀରି ଯୋଉ ଦେବଦତ୍ତ କ୍ଷୀରି କି ଖାଇଲେ, ତାହା ଏମିତି ଭାବରେ ଗ୍ରହଣ କଲେ, ଇଚ୍ଛା ନଥାଇ ଇଏ ମୂର୍ଖ ପାଇଁ, ଏ ଦୁଷ୍ଟ ପାଇଁ ରାଜା ଅନ୍ତର ହେଇଗଲେ। ଯାହା 15 ଅଧ୍ୟାୟର ଏତିକି ବାଟ ହଉଛି କଥା। ଏବେ ମୁଁ 16 ଅଧ୍ୟାୟ ଆଗକୁ ଯିବି, ସରିଯିବ ଆଜ୍ଞା, ଟାଇମ ଯେତିକି ଦେଇଛନ୍ତି ପ୍ରାୟ। ତେଣୁ ସମସ୍ତ ମୁନି ଋଷି ମାନେ ଚିନ୍ତା କଲେ, ରାଜା ତ ମିଳୁନାହାନ୍ତି, ଅଙ୍ଗ କୁଆଡେ ଗଲେ? ଅନ୍ତର୍ଧ୍ୟାନ ହେଇଗଲେ ଅଙ୍ଗ, ଯେତେ ଖୋଜିଲେ ମିଳିଲେ ନାହିଁ। ପୁତ୍ର ଦୁଃଖରେ ଆଜି ସାମାଜିକ ଜୀବନକୁ ଆଜ୍ଞା ଦେଖନ୍ତୁ, ଆମେ ସମସ୍ତେ ପୁଅକୁ ବଡ କରୁଛନ୍ତି। ପୁଅଟିଏ ହଉ ଯଜ୍ଞ କରିଥିଲେ, ଇଏ ଯଜ୍ଞ ପ୍ରସାଦରୁ ଏ ପୁଅ ଜାତ ହେଲା, କିନ୍ତୁ ମାର ମନ ପାଇଁ ପୁଅଟା ବିଗିଡିଗଲା। ଆଜି ଆମ ଘରେ ବୋହୁ ହଉ, ମୋ ସ୍ତ୍ରୀ ହଉ ବା ଝିଅ ହଉ, ମାନେ ପିଲାମାନେ ଆଜି ଏ ମୋବାଇଲ ଦେଖି, ଟିଭି ଦେଖି, ଆ ଭିତରେ ପଶି ଭଗବତ ଚିନ୍ତନ ଠାରୁ ଦୂରରେ ରହି କେବଳ ବାଜେ କଥାରେ ମୁଣ୍ଡ ପୁରେଇ, ଅନ୍ତଃସତ୍ତ୍ୱା ମାଟି ଯୋଉ ପିଲାକୁ ଜନ୍ମ କରୁଛି ବୁଦ୍ଧିମାନ ହେଇପାରେ, କିନ୍ତୁ ସଂସ୍କୃତି ପରମ୍ପରା ସମ୍ପନ୍ନ କେତେ ଜଣ ହଉଛନ୍ତି? ଯୋଉଠି ମା ବାପାଙ୍କର ତ୍ୟାଗ ଅଛି, ଯୋଉଠି ମା ବାପା ପିଲା ଜନ୍ମ କଲାର ଗୋଟିଏ କଥା ମୁଁ ଅନୁରୋଧ କରିବି ଆମ ସମସ୍ତଙ୍କୁ ଏଇ ଆବାସୀ ମାଧ୍ୟମରେ, କେବେ ବି ଯେତେ କଷ୍ଟ ହଉ, ଯେତେ ଯାହା ବି ହଉ, ପିଲାଙ୍କ ଆଗରେ ଆମେ କେବେ ବି ଝଗଡା ଲାଗିବାନି। ତେଣୁ ଅଚ୍ୟୁତାନନ୍ଦ କହିଲେ, ବାପାରେ ଝଗଡା ସଂସାର ଗୋଟି ନ ଯିବୁ ପରତେ, ଝାଡରେ ପଶିଣର ଝଳି ରହିବୁ ନିରତେ। ତେଣୁ ଏ ଝଗଡା ସଂସାରକୁ ସତ୍ୟ ଭାବିଲେ ସତ୍ୟାନନ୍ଦ ଠାରୁ ଦୂରେଇ ଯିବା। ତେଣୁ ଯାହା ଘଟୁଛି ତା ଭଗବତ ଇଚ୍ଛା ବୋଲି ଭାବିକି ଛାଡ଼ିଲେ ହବନି। ଆମକୁ ଭଗବତ ମାର୍ଗୀ ହବାକୁ ପଡିବ, ଆମ ପିଲାମାନଙ୍କୁ କରିବାକୁ ପଡିବ। ଘର ନହେଲେ ଭାଙ୍ଗିଯିବ। ଟଙ୍କା ରୋଜଗାର କଲେ କଣ ହବ, ଘର ହେଲେ କଣ ହବ? ତେଣୁ ସେଦିନ ସମସ୍ତ ମୁନି ଋଷି ମାନେ ଚିନ୍ତା କଲେ, ଯେହେତୁ ଅଙ୍ଗ କୁଆଡେ ପଳେଇଲେ, ତାଙ୍କର ପତ୍ତା ମିଳୁନାହିଁ, ତାହେଲେ ରାଜ୍ୟ ଅରାଜକ ହେଲେ ଚୋରି ବଢିବ, ଲମ୍ପଟ ବାହାରିବେ, କପଟି ବାହାରିବେ, ଶତ୍ରୁ ଆକ୍ରମଣ କରିପାରେ। ତେଣୁ ରାଜା କରିବା। ଯାହା 16 ଅଧ୍ୟାୟର ପ୍ରାରମ୍ଭରୁ ଜଗନ୍ନାଥ ଦାସ ସୂଚନା ଦେଲେ, ଭୃ ଅଙ୍ଗିରା ମୁନି ଯେତେ ଋଷି ମିଳିଲେ ସମସ୍ତେ, ବିଚାର କରି ଅତିରେକେ ବେଣୁକୁ ରାଜା ଅଭିଷେକେ। ଭୃଗୁ ଅଙ୍ଗିରା ପୁଲହ ପୁଲସ୍ତ୍ୟ ଦୁର୍ବାସା ଇତ୍ୟାଦି ଋଷି ମାନେ ମିଳିଲେ, କହିଲେ ଏଇ ପୁଅକୁ ଆମେ ରାଜା କରିବା। ଯଦି ବି ମୁନି ମାନେ ରାଜା କରି ନଥାନ୍ତେ, ତାହେଲେ ବେଣୁ ମଧ୍ୟ ଜବରଦସ୍ତ ସିଂହାସନ ଅଧିକାର କରିଥାନ୍ତା। ବେଣୁ ଯେ ରାଜେ ରାଜା ହୋଇ ରାଜ ସମ୍ପଦେ ଗର୍ବ ବହି। ଆଜ୍ଞା, ଯଦି କୁପୁତ୍ର ଜନ୍ମ ହେଲା, ବଂଶ ବୁନିୟାଦକୁ ଏମିତି ଧୂଳିସାତ କରିଦିଏ, ମର୍ଯ୍ୟାଦା କ୍ଷୁର୍ଣ୍ଣ ହୁଏ, ଅଧୋଗତି ଘଟେ। ପରିବାରର ଧାର୍ମିକ ଭାବନାରେ, ରାଜ୍ୟର ଧାର୍ମିକ ଭାବନାରେ ରାଜା ଯଦି ଦୁଷ୍ଟ ହୁଏ, ଲମ୍ପଟ ହୁଏ, କପଟି ହୁଏ, ଲାଞ୍ଚୁଆ ହୁଏ, ପେଞ୍ଚୁଆ ହୁଏ, ତେଣୁ ସ୍ୱଭାବେ ଦୁଷ୍ଟ ଦୁରାଚାର ଧର୍ମ ନ କରଇ ବିଚାର। ଯିଏ ଦୁଷ୍ଟ, ଯିଏ ଭଗବାନକୁ ଆପଣେଇ ନେଲା, ଯିଏ କ୍ଷମତା ବଳରେ ସବୁ କିଛି କରିପାରିବ ଭାବିଲା, ଧାର୍ମିକ ଭାବନା ତାର ଆସିବ କୁଆଡୁ? ଇଛନ୍ତି ଦାମ୍ଭିକେ ରଖିବାକୁ ହସ୍ତେ, ସମସ୍ତଙ୍କ ଭାଗ୍ୟ ଡୋରି ନିଜ ଭାଗ୍ୟ ଡୋରି
କାଳ ହସ୍ତେ ସିନା ପକାନ୍ତି ହେଳେ ପାଶୋରି। ତେଣୁ ଏଇ ଦମ୍ଭପଣ, ଟାଣୁଆପଣ, ବଳୁଆପଣ, ଅହଙ୍କାର ମନୁଷ୍ୟକୁ ବିନାଶ ଆଡକୁ ନେଇଯାଏ। ତେଣୁ ଚଢିଲା ପୁଣି କଣ କହିଲା, କାଠ ରଥ ହବନି, ସୁବର୍ଣ୍ଣ ରଥ ତିଆରି କଲା। କାଞ୍ଚନ ରଥେ ବିଜେ କରି ବୁଲନ୍ତେ କମ୍ପେ ବସୁନ୍ଧରୀ। ଶୁଣ ହେ ବିପ୍ରେ ମୋର ବାଣୀ, ମୁଁ ଯେ ଜଗତ ନୃପମଣି। ଡାକିଲା ସବୁ ଋଷି ମାନଙ୍କୁ, ବ୍ରାହ୍ମଣ ମାନଙ୍କୁ, ଏଠିକି ଆସ। ଆଜିଠାରୁ ଭଗବାନ ପୂଜା କେହି କରିପାରିବନି, ଦେବାଦେବୀ ପୂଜା କେହି କରିପାରିବନି। ମୁଁ ହଉଛି ଭଗବାନ ନାରାୟଣ। ଡାକିଲା ବିପ୍ରଙ୍କୁ, ଜଗନ୍ନାଥ ଦାସ କହୁଛନ୍ତି ଡାକିଲା। ଶୁଣ ହେ ବିପ୍ର ମୋର ବାଣୀ, ମୁଁ ଯେ ଜଗତ ନୃପମଣି। ମୁଁ ଜଗତର ନୃପ, ମୋର କ୍ଷମତା, ମୋର ଭୁଜ ବଳ, ମୋର ଅସ୍ତ୍ର ଶସ୍ତ୍ରର ପ୍ରହାର କେହି ସହିପାରିବେନି। ମୁଁ ଶ୍ରେଷ୍ଠ। ମୁଁ ଯେ ପୁଣି ସେତିକି କହିଲାନି, କହିଲା ମୁଁ ଯେ ପ୍ରତ୍ୟକ୍ଷ ଭଗବାନ, ଦେଖ ମୋ ହର ବର୍ଣ୍ଣ ଚିହ୍ନ। ମୁଁ ଭଗବାନ। ଆଜି ଯେମିତି ସବୁ ଭଗବାନ ମାନେ ବୁଲୁଛନ୍ତି, ଜେଲକୁ ଯାଉଛନ୍ତି, ଆମେ ଏତେ ଶିକ୍ଷିତ, ଏତେ ଜାଣିଲା ପରେ ମଧ୍ୟ ମୂଳ ଛାଡି ଡାଳକୁ ବୁଲୁଛନ୍ତି କଣ ଗୋଟେ ପାଇଯିବା ନିଶାରେ। ତେଣୁ ତା ନୁହଁ, ଏହାର ମୂଳ କଥା ହଉଛି ଭାଗବତ ପଢିବାର ଅଭାବ, ପରିବାରରେ ଭାଗବତ ଆଲୋଚନା କରିବାର ଅଭାବ। ତେଣୁ ମୋରା ଯିଏ ଡାକିଲା, କହିଲା ଗୋଟେ କଥା ଶୁଣ, ମୋରା ଯିଏ ଯଜ୍ଞ ନ କରିବ, ପିତୃଦେବତା ନ ପୂଜିବ, କାହାରିକି ପୂଜା କରିପାରିବ ନାହିଁ, ଯଜ୍ଞ କରିପାରିବ ନାହିଁ, ଦାନ ନ ଦେବ ବିପ୍ରହସ୍ତେ, ତୀର୍ଥ ନ ଯିବ ପାଦ ଗତେ, କୁଆଡେ କିଛି କହିବ ନାହିଁ। କଣ କରିବ? ମୋ ନାମ ଜପୁଥିବ ତୁଣ୍ଡେ, ମୋତେ ପୂଜିବ ଅଗ୍ନିକୁଣ୍ଡେ। ଏଣିକି ଯଜ୍ଞ ଯେତେବେଳେ କରିବ, ଓಂ ନାରାୟଣାୟ ସ୍ୱାହା ଇଦମ୍ ନାରାୟଣାୟ କହିବ ନାହିଁ। ଏଣିକି କହିବ ଓಂ ବେଣୁରାଜାୟ ସ୍ୱାହା ଇଦମ୍ ବେଣୁରାଜାୟ। ବ୍ରାହ୍ମଣ ମାନଙ୍କୁ, ମୁନି ଋଷି ମାନଙ୍କୁ କହିଲେ। ତେଣୁ ଯଜ୍ଞ ଯଜ୍ଞ ହେଲାନି, ମେଘ କୋଉଠୁ ହବ? ଇନ୍ଦ୍ର କୋଉଠୁ ପାଳିବ? ତେଣୁ ସଜନ ଦିବ୍ୟାତ୍ମନ, ଯଜ୍ଞ ନ କଲେ ମେଘ ନାହିଁ, ବୃଷ୍ଟି ନ କଲେ ଅନ୍ନ କାହିଁ। ଆମେ ନ, ଋଷିମାନେ ଚିନ୍ତା କଲେ, ଆମେ ନ ବୁଝିକି ଏଭଳି ଗୋଟେ ମୂର୍ଖକୁ ରାଜା କଲୁ। ଆଜି ଆଜ୍ଞା ଗଣତନ୍ତ୍ର ସେମିତି ଅବସ୍ଥାରେ ଅଛି, ଆମେ ବୁଝିପାରନ୍ତି ନାହିଁ ଠିକ କୋଉଟା ଭୁଲ କୋଉଟା। ଆମର ନାଗରିକ ମାନେ ଭାଗବତ ପଢିଲେ ବୁଝନ୍ତେ, ଶୁଣିଲେ ବୁଝନ୍ତେ। ତେଣୁ ସମସ୍ତ ମୁନି ଋଷି ଏକାନ୍ତରେ ବସିଲେ, ଚିନ୍ତା କଲେ କଣ ହେଇଗଲା, କଣ ହେଇଗଲା, କଣ କଲେ ଆମେ? ସୁନିଥା ଗର୍ଭରୁ ସମ୍ଭୂତ, ସ୍ୱଭାବେ ଯମ ସୁତା ସୁତ। ଇଏ ଯମର ନାତି। ଆମ୍ଭେ ହାର ପାଶେ ଯିବା, ଧର୍ମ ବଚନ ବୁଝାଇବା। କହିଲେ ଚାଲ ଯିବା, ଧର୍ମ କଥା କହିବା, ରାଜାର ଧର୍ମ କଣ କହିବା, ଦେଖିବା କଣ କରୁଛି। ହେଲେ ଆଜ୍ଞା, ଯିଏ କ୍ଷମତାର ମଦ ପିଇଲାଣି, ଯିଏ ସୁରା ସାକିରେ ଜୀବନ ବିତେଇଲାଣି, ଯିଏ ଅନ୍ୟକୁ ସମ୍ମାନ ଦେଇ ଜାଣେ ନା, ସିଏ ମୁନି ଋଷିଙ୍କୁ ସମ୍ମାନ ଦେବ, ନିଜେ ଝିଅକୁ ଭଗବାନ କହୁଛି ଅହମ୍ ବ୍ରହ୍ମସ୍ମି, ମୁଁ ବ୍ରହ୍ମ, ମତେ ପୂଜା କର, ମୁଁ ଭଗବାନ ଅହମ୍ ନାରାୟଣ ଯେ କହୁଛି, ସେ କଣ କରିବେ? ତେଣୁ ମୁନି ଋଷି ମାନେ ସମସ୍ତେ ପହଞ୍ଚିଲେ ରାଜା ପାଖରେ। ବସେଇଲା ପାଖରେ, କୁଆଡେ ଆଇଛ? ନା ଶୁଣ ରାଜା, ପ୍ରଜା ମାନେ ସୁଖରେ ରହିଲେ, ଧର୍ମ ପାଳନ କଲେ, ରାଜାର ଯଶ ବଢେ, କୀର୍ତ୍ତି ବଢେ। ରାଜାନାଂ ଧର୍ମେଚ ପ୍ରଜାନାଂ ବିତ। ରାଜା ଧର୍ମ କଲେ ପ୍ରଜା ମାନେ ବିତ୍ତଶାଳୀ, ଅର୍ଥ ଖୁସି ହୁଅନ୍ତି, ସୁଖରେ ରୁହନ୍ତି। ରାଜା ଯଦି ଅଧର୍ମ କରେ, ପ୍ରଜା କଷ୍ଟ ପାଏ। ଯାହା ମାଳିକାରେ କୁହାଯାଇଛି, ରାଜା ଅନ୍ୟାୟ ଇନ୍ଦ୍ର ପାଳନା, କୃଷିକାରୀ ହାନି ହୋଇବ ସିନା। ତେଣୁ ରାଜା ମାନେ ଅନ୍ୟାୟ କଲେ, ଇନ୍ଦ୍ର ପାଳନ କରିବ ନାହିଁ, ବୃଷ୍ଟି କରିବ ନାହିଁ, କୃଷି ଜାତ ଦ୍ରବ୍ୟ ହବ ନାହିଁ, ଦେଶରେ ଖାଦ୍ୟାଭାବ ହବ, ଦୁର୍ଭିକ୍ଷ ହବ, ମରୁଡି ହବ, ପ୍ରଜା ମାନେ କଷ୍ଟ ପାଇବେ। ତେଣୁ ପ୍ରଜାଙ୍କୁ ନିଶ୍ଚିନ୍ତ ଯେ କରେ, ଚୋର୍ଜାଦି ସର୍ବ ଭୟ ହରେ। ପ୍ରଜାଙ୍କୁ ରକ୍ଷା କରିବା ରାଜାର ଦାୟିତ୍ୱ, ସୁରକ୍ଷା ଦବା। ତେଣୁ ରାଜା ପରଜା ସୁଖ ବହେ,
ଏ ଧର୍ମ ଚାରି ବେଦ କହେ। ଗୋଟିଏ କଥା, ପ୍ରଜାର ସୁଖ ହିଁ ରାଜାର ଧର୍ମ, ପ୍ରଜାର ସୁରକ୍ଷା ହିଁ ରାଜାର ଧର୍ମ, ଦେଶର ଜାତିର ସୁରକ୍ଷା, ମାଟିର ସୁରକ୍ଷା, ମାର ସୁରକ୍ଷା, ମାତୃଭାଷାର ସୁରକ୍ଷା, ଇଏ ହଉଛି ରାଜାର ଧର୍ମ। ତେଣୁ ତୁମେ ରାଜା ହିଁ କଣ କରୁଛ? ସେ ସର୍ବ ଦେବମୟ ହରି, ତାଙ୍କ ଚରଣ ପୂଜା କରି। ସକଳ ଘଟେ ନାରାୟଣ, ସବୁ ସ୍ଥାନରେ ବିଜେ, ସର୍ବତ୍ର ବିଦ୍ୟତେ ହରି। ଏ କଥାକୁ ଭୁଲି ଯାଇ ତୁମେ ନିଜକୁ ହରି କହୁଛ, ନାରାୟଣ କହୁଛ, ତୁମେ ପରିତ୍ୟାଗ କର। ବେଣୁ ହସିଲେ, ଠୋ ଠୋ ହସିଲେ, କହିଲେ ମୁନି ଋଷି ମାନେ, ତୁମ୍ଭେ ସମସ୍ତେ ମୂର୍ଖ ଅଟ, ଅଧର୍ମ ଧର୍ମ ବୋଲି ଖଟ। ମୁଁ ଅଟେ ଅନ୍ନଦାତା ସ୍ୱାମୀ, ମୋତେ ନ ପୂଜ ମୂଢଗାମୀ ବଦମାସ। ମୂର୍ଖ ବାବାଜୀ, ଧର୍ମ ଅଧର୍ମ ନାମରେ ତୁମେ ମୋ ମନରେ ଭୀତି ସଞ୍ଚାର କରିବାକୁ ବସିଛ? ହେଇପାରିବନି, ହେଇପାରିବନି। ମୋ ପାଦରେ ଖଟ, ନୃପ ସ୍ୱରୂପ ଈଶ ମୁହିଁ, ମୋତେ ନ ପୂଜ ଆଜ୍ଞା ଭାଇ, ମୋ ଆଜ୍ଞା ପାଳନ କରିବନି। ନ କଲେ ତମକୁ ମୃତ୍ୟୁଦଣ୍ଡ ଦେବି, ନହେଲେ ରାଜ୍ୟରୁ ବାହାର କରିବି। ଯଜ୍ଞ ପୁରୁଷ କେ ଅଟଇ, ମୋ ବିନୁ ଅନ୍ୟ ଗତି ନାହିଁ, ମୋ ବିନୁ ଅନ୍ୟ ଗତି ଆଉ ନାହିଁ। ମନୁଷ୍ୟ ମାନେ କହିଲେ, ହେ ରାଜା, ଏପର୍ଯ୍ୟନ୍ତ ତୁମେ ଯେତେ ପାପ କରିଛ, ଭୁଲ କରିଛ, ଅନ୍ୟାୟ କରିଛ, ଏବେ ବଦଳି ଯାଅ। ତୁମ ରାଜଗାଦି, ତୁମେ ସମସ୍ତେ ସୁରକ୍ଷିତ ହବ, ପ୍ରଜାମାନେ ଆନନ୍ଦ ପାଇବେ, ଯଜ୍ଞାଦି କର୍ମ କର। ଯଜ୍ଞ, ଯଜ୍ଞ ମୁଁ, ଯଜ୍ଞ ନାରାୟଣ ମୁଁ, ସବୁ ମୁଁ, ସୁଯଜ୍ଞ ଭୋଗ ମୋର ଦେହି, ମୋତ ଅନ୍ୟ ଦେବ ନାହିଁ। ହେଲାରେ ଯଜ୍ଞ ମୁଁ, ଦେବତା ମୁଁ, ମତେ ହିଁ ଆରାଧନ କର। ମୁନିଙ୍କ ଅନୁରୋଧ ବାଣୀ, ନିଶ୍ଚୟ ନ କଲା ନୃପମଣି। ଶୁଣିଲାନି? ତେଣୁ ମାନେ ଚିନ୍ତା କଲେ ଆକୁ କହିକି ଲାଭ କଣ? ସୁନି ବେଣୁକୁ ତେଣୁ ଚିନ୍ତା କଲେ ଏଟାକୁ ମାରିଦବା। ତତ୍କାଳୀନ ମୁନି ସମାଜ ମନ୍ତ୍ର ବଳରେ, ସାଧନା ବଳରେ, ଯୋଗ ବଳରେ ଅସମ୍ଭବକୁ ସମ୍ଭବ କରୁଥିଲେ, ମୃତ ଜୀବକୁ ଜିଆଇ ପାରୁଥିଲେ, ସଜୀବକୁ ବି ମାରି ପାରୁଥିଲେ। ସେ କ୍ଷମତା ତାଙ୍କର ଥିଲା, ଯେହେତୁ ସେମାନେ ଥିଲେ ବ୍ରହ୍ମଦର୍ଶୀ, ଯେହେତୁ ସେମାନେ ଥିଲେ ଭଗବତ ଚିନ୍ତନର ଅଧିକାରୀ, ମନନର ଅଧିକାରୀ, ଏବଂ ଜନମଙ୍ଗଳ ପାଇଁ ସେମାନେ ଭାବନ୍ତି ଆମେ ଜନ୍ମ ହେଇଛୁ। ତେଣୁ ଚିନ୍ତା କରନ୍ତି ଆକୁ ଆଉ କହିବା ନାହିଁ, ଏଇଟାକୁ ମାରିବା। ଏମନ୍ତେ ବେଣୁ ପାଶେ ରହି, ମୁନିଏ ମହାକୋପ ବଇ, ଅଚ୍ୟୁତାନନ୍ଦ ଫଳ ଥିଲା, ତକ୍ଷଣେ ଅଭିଶାପ ଦେଲେ, ତକ୍ଷଣେ ତହୁ ପ୍ରାଣ ଗଲା। ବେଣୁକୁ ମାରି ମୁନି ଜନେ, ଗଲେ ଯେ ଯାହାର ଭୁବନେ। ସୁନିଥା ପୁତ୍ରର ମରଣ, ଦେଖି କରଇ ବିଚାରଣ। ତେଣୁ ଚିନ୍ତା କଲା। ସୁନିତା ପୁଅକୁ ବହୁତ ଭଲ ପାଉଥିଲେ, ତେଣୁ ପୁଅର ଶବକୁ ଆଉ ସଂସ୍କାର କଲେନି। ତୈଳ ଦ୍ରୋଣୀ ମଧ୍ୟ ଥୋଇ, ଦ୍ରୋଣୀରେ ଶରୀର ଲୁଚାଇ। ଗୋଟା ପାତ୍ରରେ, ଦ୍ରୋଣୀ ଅର୍ଥ ପାତ୍ର, ତା ଭିତରେ ପୁଅର ଶବକୁ ରଖି ତୈଳ ଭିତରେ ରଖିଲେ। ଏ କଥା ଯେତେବେଳେ ରଖିଲେ, ପୁଅକୁ ମୁଁ ପୋଡ଼ିବି ନାହିଁ, ପୁଅକୁ ମୁଁ ପୋତିବି ନାହିଁ, ପୁଅ ମୋର ଏମିତି ବଞ୍ଚିବ। ଚେତନା ମା ଆସକ୍ତି ଦୁଃଖର କାରଣ ଜାଣି ମଧ୍ୟ, ଏବଂ ସଜନ ଅହଙ୍କାର ହିଁ ଦୁଃଖର କାରଣ, ଆସକ୍ତି ମଧ୍ୟ ଦୁଃଖର କାରଣ। ତେଣୁ ଭଗବତ ଚିନ୍ତନ କେବଳ ପରମ ସୁଖ ଦାନ କରିପାରେ। ତେଣୁ ତ୍ୟାଗ ନ କଲେ ପରମ ସୁଖ ଉପଲବ୍ଧି କରିବା, ଆନନ୍ଦ ମାର୍ଗରେ ଗତି କରିବା କେବେ ବି ସମ୍ଭବ ନୁହେଁ। ତେଣୁ ଭାଇ ଗୋଟେ କଥା କହିଲେ, ମିଛ ମାୟା ଏଇ ସଂସାରେ କେହି ନୁହେଁ କାହାର, ଦୟାମୟ ଏକା ଜୀବର ଜୀବଟେ ତାଙ୍କର। ସେ ପାଦେ ଶରଣ ନିୟରେ ମନ ତାରିବେ ତୋତେ,
ତ୍ରିତାପରୁ ମୁକ୍ତ ହୋଇବୁ ଧରି ଦେହ ଜଗତେ। ତେଣୁ ମୁନିମାନେ ଚିନ୍ତା କଲେ କଣ କରିବା। ମୁନି ଚାହାନ୍ତି ଚାରି ଦିଗେ, ଗାଧଉଛନ୍ତି ନଦୀରେ ସ୍ନାନ କରୁଛନ୍ତି, ଦେଖିଲେ ଶତ୍ରୁମାନେ ଆକ୍ରମଣ କରୁଛନ୍ତି, ଘୋଡାର ଟାପୁରେ ଧୂଳି ଉଡୁଛି। ତେଣୁ ଚିନ୍ତା କଲେ ରାଜ୍ୟ ଅରାଜକ ହେଇଯିବ। ତେଣୁ କଣ କରିବା। ରାଜା ନଥିଲେ ପ୍ରଜା କାହିଁ, ଏମନ୍ତ ବୋଲି ଦୟା ବହି, ବୋଲନ୍ତି ଅଙ୍ଗରାଜା ବଂଶେ, ଧାର୍ମିକ ରାଜା ବିଷ୍ଣୁ ଅଂଶେ। ଏ ଅଙ୍ଗରାଜା ଧାର୍ମିକ ଥିଲେ, ବର୍ଷର ମଧ୍ୟ ତାଙ୍କ ଭାଇ ଧାର୍ମିକ ଥିଲେ। ଇଏ ପୁଅଟା ହେଇଗଲା ବିଷ୍ଣୁ ଦ୍ରୋହୀ, ଧର୍ମଦ୍ରୋହୀ, ଦୁଷ୍ଟ, ପାପିଷ୍ଟ। ତେଣୁ ତାରି ଭିତରୁ କେମିତି କଣ କରିବା, ତାରି ବଂଶରୁ ଜାତ କରିବା। ଏତେ ବିଚାରି ବିପ୍ରବରେ, ପିଣ୍ଡ ମନ୍ଥିଲେ ବେଦସ୍ୱରେ। ତେଣୁ ଚିନ୍ତା କଲେ। ଶୁନି ତାଙ୍କ ପାଖକୁ ଯାଇ ଜାଣିଲେ ଯେ ପୁଅକୁ ରଖିଛି, କହିଲେ ପୁଅ ଟିକେ ଆମକୁ ଦେ, ଆମେ ଆକୁ ମନ୍ଥନ କରି ଏଥିରୁ ମନ୍ତ୍ର ସ୍ନାନରେ ଆମେ ଉତ୍ପନ୍ନ କରିବୁ ଅଙ୍ଗଙ୍କର ବଂଶରେ, ଧ୍ରୁବଙ୍କର ବଂଶରେ ଏକ ସୁଯୋଗ୍ୟ ଦାୟନ। ତେଣୁ ଏତେ ବିଚାରି ବିପ୍ରବରେ, ପିଣ୍ଡ ମଣ୍ଡିଲେ ମନ୍ଥିଲେ ବେଦସ୍ୱରେ, ବାହୁକ ନାମେ ନାର ଅଂଶେ, ଅଦ୍ଭୁତ ହୋଇଲା ପୁରୁଷେ, ଭ୍ରୁକୁଟି କୁଟିଳ ବଦନ, ଅରୁଣ ବିରାଜେ ଲୋଚନ। ଆଜ୍ଞା ଜାନୁ ଦିଟାକୁ ଯେତେବେଳେ ମନ୍ଥନ କଲେ, ଅଣ୍ଟା ତଳରୁ ପାଦ ପର୍ଯ୍ୟନ୍ତ ଇଏ ଶରୀର ହଉଛି ଅଶୌଚ। ତେଣୁ ଜାନୁକୁ ଯେତେବେଳେ ମନ୍ଥନ କଲେ, ଗୋଟା ବିରାଟ ପୁରୁଷ ଆସିଲା। କଳା ମଚମଚ ଶରୀର, ବଳିଷ୍ଠ, ଭ୍ରୁକୁଟି ମାନେ ଆଖି ସମ୍ପୂର୍ଣ୍ଣ ଲାଲ ଲାଲ, କୁଟିଳ ଜଟିଳ ମୁଖମଣ୍ଡଳ, ତା ଦେହରେ ଓଜସ୍ୱତା ନାହିଁ, କିଛି ନାହିଁ। ତେଣୁ ବିପ୍ରଙ୍କ ମୁଖକୁ ଅନାଇ, କହଇ କି କରି ମତେ ଜନ୍ମ ଦେଲ, ମୁଁ କଣ କରିବି କୁହ। ତାହାର ରୂପ ଦେଖି ମନେ, ବିଚାର କଲେ ମୁନି ଜନେ, ଦେଖି ଅଦ୍ଭୁତ ଏହା କାଏ, ରାଜା ସନେ ଯୋଗ୍ୟ ନୁହେଁ। କହିଲା ଏଇଟା ରାଜା ହେବା ପାଇଁ ଯୋଗ୍ୟ ନୁହେଁ, ଅଦ୍ଭୁତ କାୟା। ତେଣୁ ଏମନ୍ତେ ବିପ୍ର ବିଚାରିଲେ, ନିଷାଦ ବୋଲି ଆଜ୍ଞା ଦେଲେ। ଆଜ୍ଞା ସେଇ ଯୋଉ ପୁରୁଷଟି ଜନ୍ମ ହେଲା, ପଚାରିଲା ମୁଁ କିଏ, କଣ କରିବି। ନା ତମେ ନିଷାଦ ବଂଶକୁ ପ୍ରତିପାଳନ କର, ନିଷାଦ ବଂଶରେ ଜାତ ହୁଅ। ସଜନ ଦିବ୍ୟାତ୍ମନ, ଏ ଅଣ୍ଟା ଠାରୁ ଜାନୁ ପର୍ଯ୍ୟନ୍ତ ମନ୍ଥନ କଲେ ଏମିତି ନିଷାଦ ମାନେ ହିଁ ଜନ୍ମ ହୁଅନ୍ତି, ଯିଏ କି ବଳିଷ୍ଠ, ଦର୍ପିଷ୍ଠ, ଦାମ୍ଭିକ, ଯିଏ କି ଧର୍ମ କର୍ମ କିଛି ବୁଝନ୍ତି ନାହିଁ। ତେଣୁ ଭଗବତ ଚିନ୍ତନ ନ କରି ଏକଥା କଲେ ଜୀବ ସବୁବେଳେ ଦୁଃଖ ଆଉ ସଙ୍କଟରେ ପଡିବ। ଚିନ୍ତା କଲେ ନା ଇଏ ତଳ ଅଂଶ ଗଲା, ଏବେ ଭୁଜ ଦିଟାକୁ ମନ୍ଥନ କଲେ। ଏମନ୍ତେ ନିଷାଦ ଗଣେ ତାର ବଂଶେ, ବନେ ରହିଲେ ଗିରି ଦେଶେ। ତେଣୁ ସେ ନିଷାଦ ମାନେ ବନ ପ୍ରଦେଶରେ ରହିଲେ, ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଶବର ଜାତି ବା ସେମାନଙ୍କୁ ଯୋଉମାନେ ବଣର ଶିକାର କରି ଚଳିଲେ, ବଣରେ ରହିଲେ, ଦ୍ରାବିଡ଼ ବା ଶବର ଜାତୀୟ ବୋଲି ତାଙ୍କୁ କୁହାଗଲା ନିଷାଦ। ଯେ ବେଣୁ, ତେଣୁ ଏଇ ଯୋଉ ମନ୍ଥନ କଲେ କଣ ହେଲା, ଯେ ବେଣୁ ଦେହେ ପାପ ଥିଲା, ନିଷାଦ ରୂପେ ବନେ ଗଲା। ତେଣୁ ପାପ ଅଂଶ ନିଷାଦ ରୂପରେ ପଳେଇଲା। ତେଣୁ ତାର ଭୁଜକୁ ଯେତେବେଳେ ନିର୍ମଳ ଦେଖି ବେଣୁ ଅଙ୍ଗେ, ପୁଣି ମନ୍ଥିଲେ ବାହୁ ଯୁଗେ, ନାରୀ ପୁରୁଷ ଏକ ମେଳେ, ଜନ୍ମିଲେ ବେଦ ମନ୍ତ୍ର ବଳେ। ତେଣୁ ନାରୀଟିଏ ପୁରୁଷଟିଏ ଜନ୍ମ ହେଲେ। ଦେଖ ଏ ପୁରୁଷ କାମିନୀ, ଅଶେଷ ଭୁବନ ପାବନି, ବେଣୁର ବଂଶ ଏ ରଖିବେ, ଆନନ୍ଦେ ଭୁବନ ପାଳିବେ। ଏହାକୁ ରାଜ୍ୟ ରାଜା କରି, ଏ ସତୀ ରାଣୀ ରୂପ ଧରି, ପ୍ରଖ୍ୟାତ ଯଶ କୀର୍ତ୍ତି ଯେଣୁ, ଏହାର ପୃଥ୍ୱୀ ନାମ ତେଣୁ। ପୃଥୁ, ତେଣୁ ସେ ପୁଅର ନାଁ ଦେଲେ ପୃଥୁ। ପ୍ରଖ୍ୟାତ କୀର୍ତ୍ତି, ଯଶ କୀର୍ତ୍ତିର ଅଧିକାରୀ ଦେଖିଲେ ପୃଥୁ। ଏବଂ ଏ ଯେ ସୁନ୍ଦରୀ ଶୁଭ ନେତ୍ରୀ, ମୌକ୍ତିକ ପ୍ରାୟ ଦନ୍ତ ପନ୍ତି। ତେଣୁ ତାଙ୍କ ନାଁ ଦେଲେ ଅର୍ଚି। ରୂପେ ରୁଚିଲା ପୃଥ୍ୱୀ ଯେଣୁ, ଏହାର ନାମ ଅର୍ଚି ତେଣୁ। ତେଣୁ ଅର୍ଚିଙ୍କ ସହିତ ପୃଥୁଙ୍କର ଯୋଉ ନାରୀ ପୁରୁଷ ବାହାରିଲେ, ଜଣେ ହେଲେ ପୃଥୁ, ଜଣେ ହେଲେ ଅର୍ଚି। ପୃଥୁ ହଉଛନ୍ତି ଅର୍ଚ୍ଚନ, ଅର୍ଚ୍ଚନ ଭକ୍ତିର ମୂଳାଧାର ପୃଥୁ। କହି ବିପ୍ର ଜଗନ୍ନାଥ, ଭାଷା ପ୍ରବନ୍ଧେ
ତେଣୁ ଯଦି ଭୁଜକୁ ମନ୍ଥନ ନ କରି ହୃଦକୁ ମନ୍ଥନ କରିଥାନ୍ତେ ତାହେଲେ ସ୍ୱୟଂ ନାରାୟଣ ପ୍ରକଟ ହେଇଥାନ୍ତେ। ଜାନୁ ମନ୍ଥନ କଲେ କୁରୂପ ଅରୂପ ନିଷାଦ ଜନ୍ମ ହେଲା, ପାପ ରାଶି। ଭୁଜକୁ ମନ୍ଥନ କଲେ ଅର୍ଚ୍ଚନ ଭକ୍ତିର ଶ୍ରେଷ୍ଠ ସ୍ତାବକ ପୃଥୁ ଜନ୍ମ ହେଲେ। ଯଦି ହୃଦୟଟାକୁ ମନ୍ଥନ କରିଥାନ୍ତେ ତାହେଲେ ହୁଏତ ସ୍ୱୟଂ ନାରାୟଣ ଆସିଥାନ୍ତେ। ଆର ମୂଳ କଥା ଆମେ ହୃଦୟକୁ ମନ୍ଥନ କରିବା। ପ୍ରତିଦିନ କରୁଥିବା କର୍ମକୁ ରାତ୍ରିରେ ବିଶ୍ରାମ ନେବା ପୂର୍ବରୁ ଚିନ୍ତନ କରିବା ଏବଂ ପ୍ରଭୁଙ୍କୁ ମନନ କରି ବିଶ୍ରାମ ନେଲେ ଜୀବନ ଧନ୍ୟ ହେବ। ଏ ବର୍ତ୍ତମାନର ସମାଜରୁ ସମୟରୁ ଆମେ ପ୍ରଭୁଙ୍କ ପ୍ରତି ଅନୁରକ୍ତ ହେବା, ଅନୁଗାମୀ ହେବା, ତାଙ୍କୁ ପ୍ରୀତି କରିବା, ତାଙ୍କୁ ଭଲ ପାଇବା ଏବଂ ଗୋଟିଏ କଥା କହିବା, ଶରଣ ମାଗି ପାଦେ ପଡ଼ି ମୁନି ବୋଇଲେ କର ଯୋଡ଼ି, ଆମ୍ଭେ ପତିତ ଦିନହୀନ ତୁମ୍ଭେ ତ ପତିତ ପାବନ। ଏ ଭାଗବତ କୃଷ୍ଣ କଥା ହେଳେ ହରଇ ଭବ ବ୍ୟଥା। କୃଷ୍ଣ ଚରିତ ଭାଗବତ ବ୍ୟାସ କରୁଥିବ ନିତ୍ୟ, କୃଷ୍ଣ ଚରଣୀ ଯାର ଶ୍ରଦ୍ଧା ତାକୁ ନ ଲାଗେ ଭବବାଧା। କହି ଦାସ ଜଗନ୍ନାଥ ଚତୁର୍ଥ ସ୍କନ୍ଧେ ଭାଗବତ। ଓମ୍ ଶ୍ରୀକୃଷ୍ଣାୟ ବାସୁଦେବାୟ ନମଃ, ଭଗବତେ ବାସୁଦେବାୟ ନମଃ। ଆପଣ ସମସ୍ତଙ୍କୁ ସୁଧୀଜନକୁ ଜ୍ଞାନୀ ବୃନ୍ଦକୁ ପ୍ରଣାମ କରି ମୁଁ ଏଇଠି ମୋର ବାଣୀକୁ ବିଶ୍ରାମ ଦଉଛି ଏବଂ ଆପଣମାନଙ୍କ ଠାରୁ ମତାମତ ଅପେକ୍ଷା କରୁଛି। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀମଦ୍ ଭାଗବତ। ଆଜ୍ଞା ପ୍ରଫୁଲ୍ଲ ଭାଇନା, ଓମ୍ ବହୁତ ସୁନ୍ଦର ନମୋ ଆଲୋଚନା। ଭଗବତେ ବାସୁଦେବାୟ। ଆଜିର ପଣ୍ଡିତ, ପ୍ରବାଚକ, ବିଶିଷ୍ଟ ଗବେଷକ ପଣ୍ଡିତ ବିଭୂତି ଭୂଷଣ ପାଲ ମହୋଦୟ ଆଜି ଶ୍ରୀମଦ୍ ଭାଗବତ ମହାପୁରାଣର ପଞ୍ଚଦଶ ଏବଂ ଷଷ୍ଠଦଶ ଅଧ୍ୟାୟରେ ଯୋଉ ଅହଙ୍କାରର କଥା ଏବଂ ସେହି ଦିବ୍ୟ ବାଣୀ ଆଜିର ସାମାଜିକ ଜୀବନରେ କିପରି ତାର ପ୍ରଭାବ ପଡୁଛି, ଶ୍ରୀଯୁକ୍ତ ଅନାଦିଚରଣ ମାଳି ମହୋଦୟ, ଆପଣଙ୍କୁ ସୁସ୍ୱାଗତ। ଜୟ ଜଗନ୍ନାଥ। ନମୋ ଭଗବତେ ବାସୁଦେବାୟ। ଓଂ ଜଗତାର ନନ୍ଦକନ୍ଦାୟ ପ୍ରଣତାର୍ତି ହରାୟ ଚ ସକଳ ଜଗତାଧର ନୀଳାଚଳ ନିବାସାୟ ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ରଂ ସୁଭଦ୍ରାଭଂ ଜଗନ୍ନାଥାୟ ତେ ନମଃ। ଓಂ ନମଃ ଦେବସୁଧାୟ। ଆଜି ଶ୍ରୀ ଭଗବତୀୟ ସାନ୍ଧ୍ୟ କାର୍ଯ୍ୟକ୍ରମରେ ସାହିତ୍ୟ କବି ବନ୍ଧୁ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ସଭାପତିତ୍ୱ କରିଥିଲେ ଆଜି ପ୍ରଫୁଲ୍ଲ କୁମାର ଦାସ ତାଙ୍କୁ ମୋର ସଭକ୍ତିକ ପ୍ରଣାମ। ମଞ୍ଚ ପରିଚାଳନା କରିଥିଲେ ବା ସଞ୍ଚାଳିକା ତଥା ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ର, ତାଙ୍କୁ ମୋର ହୃଦୟରୁ ଗଭୀର କୃତଜ୍ଞତା। ଆମର ପରିବାରର ମୁଖ୍ୟ ମାର୍ଗଦର୍ଶକ ଉପଦେଷ୍ଟା ପଣ୍ଡିତ ଶ୍ୟାମସୁନ୍ଦର ଦାସ ମହାଭାଗ, ତାଙ୍କୁ ମଧ୍ୟ ଗଭୀର କୃତଜ୍ଞତା ପ୍ରଣତି। ଆଜି ଓଙ୍କାର ନାଦରେ ଥିଲେ
रमाकांत पाढ़ी महोदय तांकु मोर सहृदय प्रणाम। पारायण करथिले रामनारायण शर्मा सुंदर पारायण करथिले तांकु मध्य गभीर कृतज्ञता एवं धन्यवाद अर्पण करे रीता अपराजिता महांती तांकु मध्य अभिनंदन जनाउछि। शांति पाठ करिवे आज विष्णुप्रिया पंडा तांकु मध्य अभिनंदन जनाउछि। सभा सांग करिवे प्रफुल्ल कुमार दास महाशय तांकु मध्य अभिनंदन जनाउछि। आजिर जे मुख्य आकर्षण पंडित विभूति भूषण पाल तांकर आलोचना अत्यंत तात्पर्य थिला भावगर्भक थिला एवं से वंशानुचरित क्रमे ध्रुवंक ठारू आरंभ करी आनी शेषरे राजा बेणक पाखरे समाप्त कले। मु जानिनी से क्यों भागवत करथिले हमर एठी तो भागवत महापुराण होची तांकर आलोचना मु देखिली भागवत महापुराणर त्रयोदश एवं चतुर्दश अध्याय आरंभ कले एवं पंचदश अध्याय रु किंचित रे सरिला बोधे महाशय बोधे धर्मग्रंथ स्टोर बोधे आलोचना करथिले कि कोन कहि परिबिनी जाहौ तेणु आमर जो भागवत महापुराण कार्यर पंचदश अध्याय रु किछि गला षोडश अध्याय जाई पारला नाही जाहु किंतु आलोचना अत्यंत भावगर्भक होईछि एवं सुंदर होईछि। यह बोधे पूर्वरु मान आमर मधुभागवत पुराण आलोचना अनुसार या बोधे आलोचना सरी थिला कारण बेणंकर बाहु मंथन सरी थिला एवं नहीं बेणंकर मंथन सरिथिला हाँ जानू मंथन सरिथिला मंथन सरीथिला एवं सेतुरु निषाद जात होइथिले। आज पंचदश अध्याय रे बाहु मंथन ठु आरंभ होई थांता किंतु महाशय बाहु मंथन सारिछंती एवं भावगर्भ कहिछि एवं से किपरि अंग माने तांकर जो कहबा कथा जातक एवं वंश परंपरा एगुड़ा को देखिक जो विवाह करबा कथा जाति जातक योग्यता तीनिटा जो एटा देखिक विवाह करबा कथा किंतु सेतबळे अंग कोन कले से जाति जातक योग्यता न देखिक से तांकर रूप सृष्टव देखिक विवाह करथिले एवं से जानि नथिले जे जमंकर पुत्री सुनीता जे से रूप गुणर अधिकारी रूपर अधिकारी किंतु गुणर अधिकारी नुहंती जा फल से मध्य पंडित एथिपई बहुत उदाहरण देइछंती। प्रहलादकर माता कयधुर उदाहरण देइछंती आ अभिमनुर मा मध्य उत्तरार मध्य अर्जुन को स्त्री मध्य उदाहरण देइछंती। जाऊ जदि से न सोई थांते उत्तरा अभिमनुर मा जदि सुभद्रा न सोई थांते ताले हुए तो ताले अभिमनु केबे मृत्युवरण करि न थांते। तेणे एथुरु प्रमाणित हेउछि जे मार आचरण उच्चारण व्यवहार सेटा तार शिशु उपरे प्रतिफलित होइथाय माँ जेपरी भावरे। तेणु सेथिपई कुआ जाए जे विवाहर 5 वर्षर पूर्वरु बा संतानर 5 वर्षर पूर्वरु माँ को मानसिक भावे प्रस्तुति हबक पड़िबो ताहाले से उत्तम संतानटे जात दे पारिबो। सेथिपई कोन करिवो ना से निज को मन को पवित्र करिया पई संयत करिया पई
ଭାଗବତ ପଢିବ, ପୁରାଣ ପଢିବ, ଶାସ୍ତ୍ର ପଢିବ ଏବଂ ବିଭିନ୍ନ ଦେବାଦେବୀଙ୍କର ଉପାସନା କରିବ ଏବଂ ନିଜର ଆଚରଣକୁ ପରିମାର୍ଜିତ କରିବ। ଯଦି ଏମିତି କରିବ ତାହେଲେ ଉତ୍ତମ ସାନ୍ତ୍ୱନାର ସେ ଅଧିକାରୀ ହେଇପାରିବ। ମହାଶୟ ମଧ୍ୟ କହୁଥିଲେ ଯେ ଆଜିକାଲି ସ୍ୱାମୀ ଯଦି ତାର ବସିଲାଣି ଭାଗବତ ଟୁଙ୍ଗିରେ, ସ୍ତ୍ରୀ ଦେଖିଲାଣି ସିରିଏଲ, ପୁଅ ଗଲାଣି କୋଉଠି ଯଦି ଛକକୁ, ଝିଅ ଗଲାଣି ତାର କୋଉଠି କ୍ଲାସ କରିବାକୁ। ଆଜିକାଲି ମାନେ ଆମର ସାମାଜିକ ଜୀବନ କେମିତି ବିପର୍ଯ୍ୟସ୍ତ ହେଇଯାଇଛି। ତେଣୁ এই ସାମାଜିକ ଜୀବନ ବିପର୍ଯ୍ୟସ୍ତ ନ ହେବା ପାଇଁ ଆମେ ଯଦି ଭଗବତ ମହାପୁରାଣ ଭଳି ପୁରାଣକୁ ପାଠ କରିବା ଏବଂ ସେହି ଅନୁସାରେ ଜୀବନ ଧାରଣ କରିବା, ତାହେଲେ ଆମର ବେଣଙ୍କର ଅବସ୍ଥା ହେବନି ବା ମା ସୁନିତାଙ୍କ ଅବସ୍ଥା ହେବନି ବା ଅଙ୍ଗ କେବେ ହେଲେ ରାଜ୍ୟତ୍ୟାଗ କରିବେନି। ତେଣୁ ଯାହା ହଉ ପଣ୍ଡିତ ମହାରାଜ ଆଜି ସୁନ୍ଦର ଭାବରେ ଆଲୋଚନା କରିଛନ୍ତି। ବୋଧେ ଆମର ଭଗବତ ମହାପୁରାଣର ତ୍ରୟୋଦଶ ଅଧ୍ୟାୟ, ଚତୁର୍ଦଶ ଅଧ୍ୟାୟ ଏବଂ ପଞ୍ଚଦଶ ଅଧ୍ୟାୟର କିଞ୍ଚିତ ଆଲୋଚନାରେ ତାଙ୍କର ଆଲୋଚନା ଶେଷ ହୋଇଛି। ସେ ଯାହା ହଉ କବି ବନ୍ଧୁ ପରିବାର ବାଲେଶ୍ୱର ତରଫରୁ ପଣ୍ଡିତଜୀଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି ଏବଂ କୃତାଞ୍ଜଳି ପ୍ରଣାମ କରୁଛି ଏବଂ ଆଜିର ବିଷୟବସ୍ତୁକୁ ମାନେ ସୁନ୍ଦର ଭାବରେ ପରିସମାପ୍ତି ଘଟାଇଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। ଏବଂ ସେ ଯେଭଳି ପୂର୍ବାପର ସମ୍ପର୍କ ରଖିକି ଆଲୋଚନା କଲେ, ତାହା ବାସ୍ତବରେ ଯଦି ଜଣେ ପୂର୍ବର 3ଟି ଅଧ୍ୟାୟ ନ ପଢ଼ିଥିବ, ସେ ମଧ୍ୟ ଆଜିର ଆଲୋଚନାରୁ ସେ ଜାଣିପାରିବ ଧ୍ରୁବଙ୍କର ବଂଶାବଳୀ କତୁରୁ ରାଜା ଉତାନପାଦଙ୍କର ପାଖରୁ ରାଜା ବେଣଙ୍କ ପର୍ଯ୍ୟନ୍ତ ଯେତିକ ଯାହା ସବୁ ବର୍ଣ୍ଣନା ହେଇଛି ତାହା ସେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ସେଥିପାଇଁ ମୁଁ ତାଙ୍କୁ ଅଶେଷ ଧନ୍ୟବାଦ, ଅନନ୍ତ କୋଟି ପ୍ରଣାମ। ଜୟ ଜଗନ୍ନାଥ। ଓಂ ନମୋ। ଏଇ ବ୍ୟାସାସନରେ ଅଧିଷ୍ଠିତ ଥିବା ପଣ୍ଡିତ ଶ୍ରୀଯୁକ୍ତ ବିଭୂତି ଭୂଷଣ ପାଲ ମହୋଦୟଙ୍କୁ ଶୁଭେଚ୍ଛା ଜ୍ଞାପନ ଅବସରରେ ଆମର ପଣ୍ଡିତ ଅନାଦି ଚରଣ ମହାଳି ମହୋଦୟ ବହୁତ ସୁନ୍ଦର କଥା କହିଲେ ଏବଂ ଆଜିର ଆଲୋଚନାର ସାରାଂଶ ଭାବରେ ତାଙ୍କର କଥା ରଖିଲେ। ତାଙ୍କୁ ଆମର ପରିବାର ତରଫରୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ଆଜିର ଏହି ପରିପ୍ରେକ୍ଷୀରେ ଆମ ପରିବାରର ମାର୍ଗଦର୍ଶକ, ଆମର ଶୁଭେଚ୍ଛୁ, ଯେ ସବୁବେଳେ ଆମକୁ ପ୍ରେରଣାର ଉତ୍ସ ହେଇଥାନ୍ତି, ସେଇ ପଣ୍ଡିତ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଦାସ ମହୋଦୟଙ୍କୁ ଅନୁରୋଧ କରିବି ସେ ଆଜିର ଏହି ପରିପ୍ରେକ୍ଷୀରେ ଦୀପଦ କଥା ରଖିବେ। ତାପରେ ଆମେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଡକୁ ଯିବା। ପଣ୍ଡିତ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଦାସ ମହୋଦୟଙ୍କୁ ନିବେଦନ କରିବି ସେ ଦୀପଦ କଥା ରଖିବେ। ସୁସ୍ୱାଗତ। हरि ओम। नमो भगवते वासुदेवाय। ओम नमो भगवते श्री वासुदेवाय। ओम नमो भगवते श्री पुरुषोत्तमाय। आजकार ये जो पवित्र आश्रय सभापति महोदय, संपादिका महोदय, आजकार व्यासासन उपविष्ट भाई पंडित विभूति भूषण पाल महोदय, पंडित भावग्राही मिश्र महोदय एवं उपस्थित अन्यान्य पंडित पद्मनाभ पाणिग्राही महोदय, वीरकिशोर नायक महोदय एवं जिते सबू शक्तिपद मिश्र महोदय, समस्त को अनादि चरण महाली भाई ये समस्त को मोर अंतर प्रणाम ज्ञापन करुछि। एवं पुणी थे कहूँ आपण मैंने जानी जे
भाई विभूति भूषण पाल से जड़े वरिष्ठ प्रवाचक एवं विराट ज्ञानी प्रवचन रे निश्चित भाव बहुत गुड़े यथेष्ट परिमाण रे आम मान शिक्षणीय जिनस थिला एथिरे द्विमत हवार किछि नै परिवार तरफ बहुत बहुत मो कृतज्ञता ज्ञापन करुछि शुभेच्छा अर्पण करुछि एवं जोटा कि अनादि महाली महोदय कहते एवं पारायण प्रारंभ जोटा कि आमे आम दृष्टिगोचर हेतिला सीटा से पंचदश एवं षोड़श अध्याय आज जो पारायण हेले सेटा प्रकृत विभूति भाई तार जगन्नाथ दास से जो राधारमण प्रेस बही बोलुले शर्मा महोदय तार पंचदश एवं षोड़श अध्याय को सी धरिकरी आमे जोटा ये कर सारी से पर्यंत आसिक जो कहले कि आसी गोरखपुर प्रेस पंचदश अध्याय किंचित कही जोटा कि रूपे अर्चिला पृथ्वी जेणु यार अर्चिनाम तेणु इत्यादि पर्यंत आई समाप्त कर जेहेतु वर्तमान 8टा 25 होची आमे आओ 10-15 मिनट पर्यंत